जय जगन्नाथ। ମୋ ଭଏସ ଆପଣଙ୍କୁ ଆସୁଛି? ତ ପୂର୍ବ କ୍ଲାସରେ ଆମେ ଡିସ୍କସନ କରିଥିଲେ ତ ଶନି 7:30 ଯଦି ଚାଲିଥାଏ ତାହାର ଉପାୟ ଆମେ କେମିତି କରିବା। ତ ପ୍ରଥମ ତ ଆମେ ଡିସ୍କସନ କରିଥିଲେ ଯଦି ଶନି 7:30 ପ୍ରଥମ ପିରିୟଡ ଚାଲିଥାଏ ଫାଷ୍ଟ 7.5 ବର୍ଷ ଯେତେବେଳେ ଚାଲିଥାଏ 7.5 years ଚାଲିଥାଏ ତାହେଲେ ସେ ସମୟରେ ଆମକୁ ବହୁତ ଅସୁବିଧାରେ ପକାଏ। ତେଣୁ ଯାହାର ଶନି 7.5 ଚାଲିଥିବ ତ ସେ ସମୟରେ ଆପଣ କସସ୍ ରହିବା ପାଇଁ ପଡିବ। ଫାଷ୍ଟ 7.5ଟା ବହୁତ ଡେଞ୍ଜରିୟସ୍ ରୁହେ। ତା ମାନେ ଯେ ସମସ୍ତଙ୍କ ଲାଇଫରେ ଅସୁବିଧା କରିବ। ସେ ସମୟରେ ଯଦି ଆପଣଙ୍କର ଅଲଗା ପ୍ଲାନେଟାରୀ ପୋଜିସନ ବହୁତ ଭଲ ଥାଏ ତାହେଲେ ଏତେ ଅସୁବିଧା କରିବନି। ଅସୁବିଧା ତ ନିଶ୍ଚୟ ହବ କିନ୍ତୁ ଏତେ ଅସୁବିଧା କରିବ ନାହିଁ। ତେଣୁ ଫାଷ୍ଟ 7.5 ବର୍ଷ ଆପଣଙ୍କୁ କସସ୍ ରହିବା ପାଇଁ ପଡିବ। ପୂର୍ବ କ୍ଲାସରେ ଆମେ ଯୋଉ କଥା ଡିସ୍କସନ କରିଥିଲେ ତ ସେଇ ପ୍ରକାର ରିମେଡି କରିବା ପାଇଁ ଚେଷ୍ଟା କରିବେ। ପୂର୍ବ କ୍ଲାସ ଆମେ ରିମେଡି ଡିସ୍କସନ କରିଥିଲେ। ଏ ସାର୍ ନ କୁହନ୍ତୁ। ଅଳ୍ପ ରେମେଡି ଡିସ୍କସ୍ କରିଥିଲେ ସାର୍, ସାଧାରଣ ରେମେଡି ଗୁଡାକ ସବୁ ହେଇନଥିଲା। ନାଇଁ ଅଳ୍ପ ଅଳ୍ପ ହେଇଥିଲା ରେମେଡି ଗୁଡାକ। ଆଉ କିଛି ଥିଲା ମୁଁ ଯନ୍ତ୍ର ବିଷୟରେ କହିବା ପାଇଁ ଯନ୍ତ୍ରଟା ଥିଲା। ଯନ୍ତ୍ରଟା ଆପଣଙ୍କୁ ନେକ୍ସଟ ମୁଁ କହିବି। ଯନ୍ତ୍ର ସବୁ କେମିତି ତିଆରି କରାଯାଏ, ଯନ୍ତ୍ର କେମିତି ତିଆରି କରାଯାଏ ଆମେ ମଧ୍ୟ ପଢିବା କ୍ଲାସରେ ଆଗାମୀ ପାଇଁ। ଯେକୌଣସି ଆପଣ ଘରେ ବସି ଯନ୍ତ୍ର ତିଆରି କରିପାରିବେ। କିଛି ଯନ୍ତ୍ର ଆପଣ ଘରେ ତିଆରି କରି ରିମେଡି କରିପାରିବେ। ନେକ୍ସଟ ଏସବୁ ଜିନିଷ ସରିଲା ପରେ ଆମେ ଯନ୍ତ୍ର ବିଷୟରେ ଡିସ୍କସନ କରିବା। ତ ମନେ ରଖନ୍ତୁ ଏଇ ପିରିୟଡରେ ଯୋଉ ରିମେଡି କଥା ଡିସ୍କସନ କରିଥିଲେ ପୂର୍ବ କ୍ଲାସରେ ତ ରିମେଡି ପାଇଁ ଆପଣ ବହୁତ କସସ୍ ରହିବେ। କାହିଁକି ଯଦି ନ କରୁଛନ୍ତି ଲାଇଫରେ ବହୁତ ପ୍ରକାର ଅସୁବିଧା ଫେସ୍ କରିବେ। ଓକେ, ତ ଏଇ ସମୟରେ ମନେ ରଖିବେ ଆପଣ ଯୋଉ ଦିନ ଜନ୍ମ ନକ୍ଷତ୍ର ଚାଲିବ, ଆପଣ ଯୋଉ ଜନ୍ମ ନକ୍ଷତ୍ର ଜନ୍ମ ହେଇଥିବେ, ଯୋଉ ଦିନ ଜନ୍ମ ନକ୍ଷତ୍ର ଥିବ ତ ସେଇ ଦିନ ଆପଣ ଚେଷ୍ଟା କରନ୍ତୁ ଗୋଟେ ଗଛ ଲଗେଇବା ପାଇଁ। ଗୋଟେ ଗଛ ଲଗେଇବା ପାଇଁ ଚେଷ୍ଟା କରନ୍ତୁ। ଖାଲି ଗଛ ଲଗେଇଦେଲେ ହବନି। ଗଛ ଲଗେଇବେ, ଗଛର ପାଣି ଦେବେ, ଆଉ ଗଛଟା କେମିତି ବଢିବ ତ ସେଇଟା ମଧ୍ୟ ଆପଣ କେୟାର ନେବେ। ଆମେ ତ ସମସ୍ତେ କାମ କରୁଛେ, କିଛି ଭଲ କାମ କରୁଛେ, କିଛି ଖରାପ କାମ କରୁଛେ, କିଛି ଲୋକ ଆମ ଅଭିଶାପ ଦଉଛନ୍ତି, କିଛି ଲୋକ ଆଶୀର୍ବାଦ ଦଉଛନ୍ତି। ତାହେଲେ ଆପଣ ମାନେ କହିପାରିବେ କି ଆପଣ ଲାଇଫରେ ଏମିତି କିଏ ବ୍ୟକ୍ତି ଅଛନ୍ତି ଯିଏ କି 24x7 ଆପଣଙ୍କୁ ସବୁବେଳେ ଆଶୀର୍ବାଦ ଦଉଛନ୍ତି? ସେମିତି କିଏ ବ୍ୟକ୍ତି ଅଛନ୍ତି? କୁହନ୍ତୁ, ଯେତେବେଳେ କ୍ଲାସରେ ପ୍ରେଜେଣ୍ଟ ଅଛନ୍ତି କୁହନ୍ତୁ। କିଏ କିଏ ଅଛନ୍ତି, ମାନେ କୋଉ ବ୍ୟକ୍ତି ଅଛନ୍ତି ଆପଣଙ୍କୁ ଅନକଣ୍ଡିସନାଲି ଆପଣଙ୍କୁ 24x7 ସବୁବେଳେ ଆପଣଙ୍କୁ ଆଶୀର୍ବାଦ ଦଉଛନ୍ତି, ଆପଣଙ୍କ ଭଲ ମନ ଆସୁଛନ୍ତି? କିଏ କିଏ ଅଛନ୍ତି ଆପଣଙ୍କ ଲାଇଫରେ କୁହନ୍ତୁ। ଆପଣ ଭଏସ ସାର୍ ଆସୁନି। ଆଜ୍ଞା, ମୋ ଭଏସ ସମସ୍ତଙ୍କୁ ଆସୁଛି ତ କ୍ଲିୟରଲି? ମୋ ଭଏସ ଆପଣ ଆସୁଛି ନା? yes or no କୁହନ୍ତୁ। ଚାର୍ଟ ନ ଲେଖନ୍ତୁ yes or no। ତ ଆପଣଙ୍କ ଲାଇଫରେ ସବୁ ଲାଇଫରେ ଆଗକୁ ଭାଇ ବଢିବା ପାଇଁ ଆପଣଙ୍କୁ ଆଶୀର୍ବାଦ ମିଳିବା ଦରକାର। ତ ଆଶୀର୍ବାଦ ମିଳିବ କେମିତି? ଦେଖନ୍ତୁ, ଯଦି ଆପଣ ଗଛ ଲଗଉଛନ୍ତି, ଗଛରେ ପାଣି ଦଉଛନ୍ତି, ଗଛଟେ ବଢୁଛି, ତାହେଲେ ଏ ଗଛ କଣ କରିବ? ଆପଣଙ୍କ ଯେତେ ଦିନ ଗଛ ବଞ୍ଚିକି ଥିବ ଆପଣ ସେତେ ଦିନ ପର୍ଯ୍ୟନ୍ତ ଆଶୀର୍ବାଦ କରୁଥିବ, ସେତେ ଦିନ ପର୍ଯ୍ୟନ୍ତ ଆଶୀର୍ବାଦ କରୁଥିବ।
ଆପଣ ଯଦି ଗଛର କେୟାର ନଉଛନ୍ତି ଆଉ ସବୁବେଳେ ଚେଷ୍ଟା କରିବେ କୋଉ ଗଛ ଲଗେଇବା ପାଇଁ ଯୋଉ ଗଛରେ ଫଳ ଧରୁଛି ଫୁଲ ଧରୁଛି ଏଇ ପ୍ରକାର ଗଛ ଲଗେଇବା ପାଇଁ ଚେଷ୍ଟା କରିବେ ଯୋଉ ଗଛରେ ଫଳ ଆଉ ଫୁଲ ଧରୁଛି କାହିଁକି ନା ଗଛ ତ ଆପଣଙ୍କୁ ଆଶୀର୍ବାଦ ଦେଲା ତା ସହିତ ସମସ୍ତେ ଜାଣିବେ ଯେ ଗଛଟା କିଏ ଲଗେଇଛି ସପୋଜ ଆପଣ ଗୋଟେ ଆମ୍ବ ଗଛ ଲଗେଇଛନ୍ତି ଗୋଟେ ଆମ୍ବ ଗଛ ଆପଣ ଲଗେଇଛନ୍ତି ଯେତେବେଳେ ଗଛରେ ଆମ୍ବ ଫଳିବ ଲୋକ ଖାଇ ଖୁସି ହେବେ ତା ସହିତ ସମସ୍ତ ମନ ଭିତରେ ରହିବ ଯେ ଆରେ ହେ ଏଇ ବ୍ୟକ୍ତି ଜଣଙ୍କ ଏ ଗଛଟି ଲଗେଇ ଅର୍ଥାତ୍ ସେ ଗଛଟି ଯେତେ ଦିନ ପର୍ଯ୍ୟନ୍ତ ଏ ସଂସାରରେ ଥିବ ସମସ୍ତେ ଆପଣଙ୍କ ନାଁକୁ ମନେ ରଖିଥିବେ ଆଉ ଆପଣଙ୍କୁ ଆଶୀର୍ବାଦ ଦେଉଥିବେ ଏଇ ବ୍ୟକ୍ତି ଯୋଗୁଁ ଆମେ ଆଜି ଆମ୍ବ ଖାଇପାରୁଛୁ ଏଇ ବ୍ୟକ୍ତି ଯୋଗୁଁ ଆମେ ନଡିଆ ଖାଇପାରୁଛୁ କିମ୍ବା ଏଇ ଏଇ ବ୍ୟକ୍ତି ଯୋଗୁଁ ଆମେ ପଣସ ଖାଇପାରୁଛୁ ତ ଆପଣଙ୍କର ପ୍ରଶଂସା ସବୁବେଳେ ଆଉ ଆଶୀର୍ବାଦ ଏଇଠି ସବୁବେଳେ ପାଇବେ ଗଛଠୁ ପାଇବେ ଲୋକଙ୍କଠୁ ପାଇବେ ସମସ୍ତଙ୍କୁ ପାଇବେ ତେଣୁ ଫଳନ୍ତି ଗଛ କିମ୍ବା ଫୁଲ ଫୁଟୁଥିବା ଗଛ ଯୋଉଟା କି ଦୈନନ୍ଦିନ କାମରେ ଆସୁଛି ଏଇଭଳିଆ ଗଛ ସବୁ ଗଛ ଲଗେଇ ପାରିବେ କିନ୍ତୁ ଏ ଗଛ ଲଗେଇଲେ କଣ ହବ ନା ସମସ୍ତଙ୍କ ପାଖରେ ଆପଣ ଆଦୃତ ହେଇ ରହିପାରିବେ ସମସ୍ତେ ଆପଣଙ୍କୁ ଆଶୀର୍ବାଦ ପାରିବେ ନେକ୍ସଟ ହେଲା ଆପଣ ବାବା ମା ଆପଣଙ୍କ ବାପା ମା ତ ଇଏ ତାଙ୍କ ଲାଇଫରେ ଯେତିକି କଷ୍ଟ କରି ଆପଣଙ୍କୁ ମଣିଷ କରିଛନ୍ତି ତାଙ୍କ ପ୍ରତି ଆପଣ କେବେ ହେଲେ କୃତଜ୍ଞ କରିବେ ନାହିଁ ଦୁନିଆରେ ଆଙ୍କ ପ୍ରତି କେବେ ହେଲେ ତାଙ୍କ ଆଖିରେ ଲୁହ ଦେବା ପାଇଁ ଚେଷ୍ଟା କରିବେ ନାହିଁ କାହିଁକିନା ଇଏ ଦିନରେ 24 ଘଣ୍ଟା ଦିନ ରାତି 24 ଘଣ୍ଟା ଆପଣଙ୍କ ପାଇଁ ସବୁବେଳେ ଭଲ ମଣିଷ ତା ମାନେ ଯେ ସବୁ ବାବା ମା ସମାନ କିଛି ଜଣ ବି ଅଛନ୍ତି ଦେଖିବେ ବଡ ହେଇଗଲା ପରେ ଏଇ ଜମି ବାଡି ବିଭିନ୍ନ ପ୍ରକାର ଇଏ ହୁଏ ବାବା ମାନେ ଧନ ଦିଅନ୍ତିନି ବାବା ମଧ୍ୟ ହଇରାଣ କରନ୍ତି ହୁଏ ରେୟାର କେସ୍ ସେଇଟା ହେଲା 5% କେସ୍ फिर भी ଆପଣ ବାବା ମା ନଜରରେ ଆପଣଙ୍କୁ ଯଦି ଭଲ ଆଶୀର୍ବାଦ ମିଳିଥାଏ ଫିର ବି ଆପଣ କଣ କରିବେ ଭଲ କର୍ମ କରିବେ ତାକୁ ଖୁସି ରଖିବାକୁ ଚେଷ୍ଟା କରିବେ କିଛି ଜାଗାରେ ପରିବାରରେ କଣ ହୁଏ ଝଡ ଝାଣ୍ଟି ହୁଏ ଯେ 2 ଭାଇ 3 ଭାଇ ଥାନ୍ତି ବାବା ମା ଜଣଙ୍କ ଆଡେ ରୁହନ୍ତି ଆଉ ଜଣ ବିଭିନ୍ନ ପ୍ରକାର କେସ୍ କୋର୍ଟ କଚେରୀ ବହୁତ ପ୍ରକାର ଚାଲେ ଜମି ବାଡି ଏସବୁ ଜିନିଷ ନେଇ ଚାଲେ ଫିର ବି ଯଦି ଆପଣ ଅସୁବିଧାରେ ପଡୁଥିବେ ବାବା ମାଙ୍କୁ ସବୁବେଳେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବେ ତାଙ୍କ ପ୍ରତି ସେ କଣ ଭାବନ୍ତୁ ଅଲଗା କଥା କିନ୍ତୁ ଆପଣ ମାନେ ଆପଣଙ୍କ ମନରେ ସବୁବେଳେ ଭଲ ଚିନ୍ତାଧାରା ତାଙ୍କ ପାଇଁ ରଖିବେ ତାଙ୍କ ପାଇଁ କରିବେ ଆଉ ଯୁଆଡେ ଯାଉଛନ୍ତି ସବୁବେଳେ କଣ କରିବେ ଯେ ଆପଣ ପାଖେ ଯେତିକି ସାମର୍ଥ୍ୟ ଅଛି ଅନ୍ୟମାନଙ୍କୁ ସାହାଯ୍ୟ କରିବେ ସାହାଯ୍ୟ ବିଭିନ୍ନ ପ୍ରକାର ସାହାଯ୍ୟ କରିପାରିବେ ଖାଇବାକୁ ଦେଇପାରିବେ ସବୁବେଳେ ଚେଷ୍ଟା କରିବେ ଖାଇବାକୁ ଦେବା ପାଇଁ ଗାଈକି ଖାଇବାକୁ ଦେବେ ଗାଈ ଷଣ୍ଢକୁ ଖାଇବାକୁ ଦେଇପାରିବେ ବାଛୁରୀକି ଖାଇବାକୁ ଦେଇପାରିବେ ଯଦି ପାଖରେ ଦେଖୁଛନ୍ତି ଯଦି କେହି ବୁଢା ବୁଢୀ କିଏ ଅଛନ୍ତି ଖାଇବା ପାଇଁ ହଇରାଣ ଅଛନ୍ତି ତାଙ୍କୁ ଖାଇବା ସାମଗ୍ରୀ ପନିପରିବା ଏସବୁ ଦେବା ପାଇଁ ଚେଷ୍ଟା କରିବେ और ଯଦି ପାଖରେ ଯଦି ପାଉଛନ୍ତି ଭିକାରୀ କଣ ସ୍ୱୀକାର ଯଦି ଆପଣ ସମ୍ମୁଖକୁ ଆସନ୍ତି ପଇସା ଦେବେନି ପଇସା ଡୋନେଟ କଲେ ଆପଣଙ୍କ ଅସୁବିଧା ହବ ପଇସା ଡୋନେଟ କରିବେନି ଯଥା ସମ୍ଭବ ତାଙ୍କୁ ଅଲଗା ମ୍ୟାଟରରେ ସାହାଯ୍ୟ କରିବାକୁ ଚେଷ୍ଟା କରିବେ ଖାଇବାକୁ ଦେଇପାରିବେ ଖାଇବା ଜିନିଷ ଦେଇପାରିବେ ଖାଇବା ଦେଇଲେ ଯଦି ଆପଣ ଲୋକକୁ 500 ଟଙ୍କା ବଦଳରେ 50 ଟଙ୍କାର ଯଦି ଖାଇବାକୁ ଦଉଛନ୍ତି ତାହେଲେ ଏଠି ଆପଣଙ୍କର ଅଧିକ ଆଶୀର୍ବାଦ ମିଳିବ ଖାଇବାକୁ ଦେବାକୁ ଚେଷ୍ଟା କରିବେ ଯଦି ଆପଣଙ୍କ ପାଖକୁ କିଏ ଯଦି ଆସୁଛି କେବେ ଅସୁବିଧା ପଡିକି ଆସୁଛି ତାର ଛୁଆ ଆଡମିସନ ହେଇପାରୁନି କିମ୍ବା ଇଏ ଯଥା ସମ୍ଭବ ଚେଷ୍ଟା କରି ଆପଣ ଲୋନ ଆକାରରେ ପଇସା ଦେବାକୁ ଚେଷ୍ଟା କରିବେନି ଲୋନ ଆକାରରେ ପଇସା କଲେ ସେଇଠି ସବୁ ଯାକେ ପାପର ଭାର ମୁଣ୍ଡେଇଲେ ଯିଏ ଲୋନ ଦେଇକରି ଇଣ୍ଟରେଷ୍ଟ ନେଲା ଆଉ ପଇସା ମାଗିଲା ତାହେଲେ ସେ ପୁଣ୍ୟ ବଦଳରେ ତାର କଣ ହବ ପାପ ଅର୍ଜନ ସେ ଜାଗାରେ କରିବ କାହିଁକି ନା ଆପଣ ଜଣକୁ ଲୋନ ଆକାରରେ ପଇସା ଦେଲେ ସେ ପଇସା ଦେଇ ପାରିଲାନି ସେ କଣ ହବ ଅର୍ଥ ଅନର୍ଥ ସେ ଆପଣଙ୍କୁ ଲୁଚିବାକୁ ଚେଷ୍ଟା କରିବ ଆଉ ଆପଣ ମଧ୍ୟ ମନେ ମନେ ଗାଳି ଦବ ତେଣୁ ଆପଣ କହିବେ କଣ ତା ଭଲ ପାଇଁ ମୁଁ ପଇସା ଦେଲି ସାହାଯ୍ୟ କଲି ଏସବୁ କରୁଛି ନାହିଁ ତେଣୁ ସେଥିପାଇଁ ଯଦି ଆପଣଙ୍କ ସାମର୍ଥ୍ୟ ଅଛି ପଇସା ଯାହା ଡୋନେଟ କରିବ ଲୋନ ଅର୍ଥରେ ଦେବେନି ଡୋନେଟ ଅର୍ଥରେ ଦେବେ ଅର୍ଥାତ୍ ସବୁ ଜଣଙ୍କର ପୁଅର କଲେଜ ଆଡମିସନ ହଉଛି ସେ ଆପଣଙ୍କୁ ସାହାଯ୍ୟ ମାଗିଲା ମତେ ଭାଇ କିଛି ପଇସା ଦେଇଥା ମୁଁ ତତେ ଦେଇଦେବି ମୋ ପୁଅର ଆଡମିସନ ହେଇପାରୁନି ତ ଯଦି ଆପଣଙ୍କ ପାଖରେ ପଇସା ଅଛି ସାହାଯ୍ୟ କରିପାରିବେ
ଲକ୍ଷ ହଉ 2 ଲକ୍ଷ 5 ଲକ୍ଷ ହଉ, ତ ସେ ଜାଗାରେ ଆପଣ କଣ କରିବେ, ତାଙ୍କ ପୁଅକୁ ଯାଇ ତାଙ୍କ ହାତକୁ ପଇସା ନ ଦେଇକି ତାଙ୍କର ଯାଇକି ଆଡମିସନ କରିଦେଇ ଆସିବେ। କଲେଜରେ ଫିସ୍ ଦେଇ ଦେଇକି ଆସିବେ କି ସ୍କୁଲର ଫିସ୍ ଦେଇ ଦେଇ ଆସିବେ, ତାଙ୍କୁ ପଇସା ମାଗିବେନି। ଆପଣ ଯଦି 5 ଲକ୍ଷ ଦେଇକି ତାଙ୍କୁ ଯଦି କରିଥିବେ, ବର୍ଷେ 2 ବର୍ଷ ଯେତେବେଳେ ଭଗବାନ ଦେଖିବେ ଆପଣଙ୍କୁ, ତାହେଲେ ଶୂନ ବସେଇକିରି ଆପଣଙ୍କୁ ଇନକମ ଆସିବ। ଆଉ ଯଦି ଆପଣ ଇଣ୍ଟରେଷ୍ଟ ଆକାରରେ ପଇସା ଦେବେ, ତାହେଲେ ସେଇଠି ଆପଣ ପାପ। ତ କହିବେ ସାରେ ଆମେ ଜଣେ ହେଲ୍ପ କରୁଛି ଆଉ ମୋ ପଇସା, ମୋ ପାଖରେ ଏତିକି ପଇସା ଅଛି, ମୁଁ ତ ଦେଲେ ଅସୁବିଧା ହେବି, ତାହେଲେ କଣ କରିବି? ନାଇଁ, ଯଦି ଆପଣ ମନରେ ରିଅଲି ସାହାଯ୍ୟ କରିବା ଅଛି, ସାହାଯ୍ୟ କରନ୍ତୁ, ପାଇବାର ଆଶା ରଖନ୍ତୁନି। ଆପଣ ପାଖରେ ଯଦି ଆକାଉଣ୍ଟରେ ଯଦି ଆପଣଙ୍କର ସେଭିଂ ଆକାଉଣ୍ଟ 5 ଲକ୍ଷ ଅଛି, ସେଭିଂ ଆକାଉଣ୍ଟରେ ଆପଣ 5 ଲାକ୍ଷ ଅଛି, ଯଦି ଆପଣ ତା ଦେହରେ 50,000 ଯଦି ଆପଣ ଦାନ କରିଦଉଛନ୍ତି, ତାହେଲେ ସେ ଜାଗାରେ ଆପଣଙ୍କୁ କିଛି ଅସୁବିଧା ହବ ନାହିଁ। 10%, 50 ଲାକ୍ଷ ତ ଆପଣ 2 ଲକ୍ଷ ଦେବା ଆବଶ୍ୟକତା ନାହିଁ, 50,000 ଦେବେ। ବାବା ମୁଁ ତତେ 50,000 ଦେଇପାରିବି, 50,000 ଦେବେ, ସାହାଯ୍ୟ, ଡୋନେସନ, ଇଏ ଡୋନେସନ କରୁଛନ୍ତି, ଲୋନ ଦେବେ ନାହିଁ। ଲୋନ ଦେବେ ଅର୍ଥାତ ଆପଣ ପାପ ମାନେ ପୁଣ୍ୟ ବଦଳରେ ପାପ ଅର୍ଜନ କରିବେ, କାରଣ ଆପଣ ମାଗିବେ ନା, ମାଗିଲେ ହିଁ ଆପଣଙ୍କ ଶନି ଅଧିକା ଖରାପ, ଆପଣଙ୍କ ଶୁକ୍ର ଅଧିକା ଖରାପ ହେବେ, ଆପଣଙ୍କ ରାହୁ ଅଧିକା ଖରାପ ହେବ। ଯଦି ଆପଣ ଜଣଙ୍କୁ ପଇସା ଦେଇକରି ପଇସା ମାଗୁଛନ୍ତି, ଶନି ଖରାପ ହେବେ, ଶୁକ୍ର ଖରାପ, ରାହୁ ଖରାପ। ଶନି ହେଲେ ଆପଣଙ୍କ ବିଭିନ୍ନ ପ୍ରକାର ଅସୁବିଧା ଫେସ୍ କରିବେ। ଶୁକ୍ର ହେଲେ କଣ, ଯଦି ଖରାପ ହେଲେ ଆପଣଙ୍କ ଲାଇଫ ଲକ୍ଜରିୟସ୍ ଲାଇଫ ଚାଲିଯିବ। ରାହୁ ହେଲେ କଣ, ଆପଣ ଅଲଗା ବାଟରେ ବହୁତ ପଇସା ଖର୍ଚ୍ଚ ହେଇଯିବ, ତାକୁ ଖର୍ଚ୍ଚ ତ କରେଇଦେବେ ଆଉ। ଆପଣ ତାକୁ ଲାଗି ପଡି ଗାଳି ଗୁଲଜ କରିକିରି ଆପଣ ତାଠୁ ପଇସା କଲେକ୍ସନ କରିଦେଲେ, 50,000 ଦେଇଥିଲେ 50,000 କଲେକ୍ସନ କରିଦେଲେ, କିନ୍ତୁ ରାହୁ କଣ କରେ, ଅଲଗା ବାଟରେ ଆପଣଙ୍କ 5 ଲକ୍ଷ ନେଇକି ପଳେଇଲେ। ତେଣୁ ସେଥିପାଇଁ ମୁଁ ଆପଣଙ୍କୁ ବାରମ୍ବାର କହୁଛି, ଯଦି ଆପଣଙ୍କ ମନରେ ରିଅଲି ଯଦି ହେଲ୍ପ କରିବାର ମନ ମୂର୍ତ୍ତି ଥାଏ, ତାହେଲେ ଡୋନେଟ କରିବେ, ମାଗିବେନି କେବେ। ସେ ଯଦି ଖୁସିରେ ତାର କେବେ କିଛି ଜିନିଷ ଫେରେଇଲା, କିଛି ଫେରେଇଲା, ଭଲ କଥା, ସେ ଯଦି ଦଉଛି ଭଲ କଥା। ନହେଲେ ଆପଣ ଡୋନେଟ କଲେ, ଆପଣ ମନେ ଦାନ ଅର୍ଥରେ ଦେଲେ, ଆପଣ ମନ ଭିତରେ କେବେ ରଖିବେନି ଯେ ମତେ ପଇସା ସେ ଦବ ବୋଲି। ଆଉ ରଖିବେ ମିନ୍ସ ଆପଣଙ୍କ ଶନି ନିଶ୍ଚୟ ଖରାପ ହେବ। ଆଉ ଯଦି ଏଠି ଶନି 7.5 ସମୟ ଚାଲିଥିବା ସମୟରେ ଆପଣ ଯଦି ପଇସା ମାଗୁଛନ୍ତି କାହାକୁ, ତାହେଲେ ଶନିଙ୍କର ଆହୁରି ବିପଦରେ ବଢିଯିବ। ତେଣୁ ଏଇ ସମୟରେ କାହା ସହିତ ଭଲ ବ୍ୟବହାର କରିବେ, ଖରାପ ବ୍ୟବହାର କରିବେନି। ପ୍ରଥମ ଜିନିଷ ହେଲା ଆପଣଙ୍କର ବାପା ମା। ବାବା ମା ଶନି 7.5 ଚାଲିଥିବା ସମୟରେ ବାବା ମା ସାର୍ ସହିତ କଣ? ସାର୍ ମୋର ତ ଶନି 7.5 ଚାଲିଛି ବୋଲି ଜଣେ କହିଲେ, ଆଜ୍ଞା, ମୀନ ରାଶିଟା। ଆଜ୍ଞା। ରାଶି ଅନୁଯାୟୀ ଚାଲେନି ଆପଣଙ୍କର, ଆପଣ ନାଇଁ ପୂର୍ବ ନାଇଁ ସବୁ କ୍ଲାସ ରେ ଥିଲେ? ଦେଖାଲେ, ହଁ ସବୁ ଦେଖିଲେ, ତାର ପୂର୍ବ କ୍ଲାସରେ ନଥିଲି। କୁହନ୍ତୁ, ଏବେ ଚେକ୍ କରି ଦେଖନ୍ତୁ। ନାମ କୁହନ୍ତୁ। ଦୁର୍ବାଦଳ ପଟେଲ। ଡେଟ୍ ଅଫ୍ ବାର୍ଥ କୁହନ୍ତୁ। 31/10/1990। ସମୟ? ସମୟ ସକାଳ 5:30 ସାର୍। ପ୍ଲେସ୍? ସାର୍ ଭବାନୀପାଟଣା।
भवानी पाटना स्पेलिंग ठीक में लिखली BHABANITACN डब्ल्यू होगा सर भवानी पटना बी टा डब्ल्यू होगा सेकंड बी PW ଆଉ ଥରେ सेकंड କଣ ସ୍ପେଲିଂ କହୁଛ भवानी BHAWA BHAW WATAN ଠିକ ଅଛି सर ନା ତ भवानी NI छाड़ी जाइए सर WA पर ଠିକ ଅଛି भवानी नहीं सर WA पर NI हवा ଠିକ ଅଛି ଏବେ ଦେଖିଲେ सर ଆପଣ ଏବେ ଦ୍ୱିତୀୟ ସାଢେ ସାଥି ଚାଲିଛି 2029/4/2022 ରୁ 6/6/2029 ସେକେଣ୍ଡ ସାଢେ ସାଥି ଚାଲିଛି ସେକେଣ୍ଡ सर ସାଢେ ସାଥି ଏତେ ଅସୁବିଧା କରେନି ଫାର୍ଷ୍ଟ ସାଢେ ସାଥିଟା ଯେମିତି ଅସୁବିଧା କରେ ସେକେଣ୍ଡ ସାଢେ ସାଥି ଅସୁବିଧା କରେନି ଫିର ବି ଅସୁବିଧା କରେ କଣ ନା ଏଇ ସମୟରେ ଯେହେତୁ ମଣିଷ ବଡ ହେଇଯାଇଥାଏ ଏଇ ସମୟରେ ଆପଣଙ୍କ ଅସୁବିଧା କଣ କରେ ନା ଆପଣଙ୍କ प्रोफेशन केस चाकरी क्षेत्र फास्ट साढ़े प्रोफेशन साथी केस तो बहुत असुविधा चलता सर फाय साढ़े सात आपण पूरा ये कर दो देह प्रथम दिन चला देह सिवियर खराब करेगा बाबा मांकर तांकर फाइनेंशियल कंडीशन खराब करेगा से समय यदि आपण सर घर बुढ़ा बुढ़ी किए थे ताले से चलीजे बुढ़ा बुढ़ी चली जार संभावना बहुत अधिक बाबा माँ पूरा आपण ये शारीरिक मानसिक फाइनेंशियल सोशियल सब प्रकार हराण ଆଉ ଆପଣଙ୍କର ସେଇ ସମୟରେ କଣ ହବ ନା ଦେହ ଏମିତି ଖରାପ ହବ ମାନେ ଆପଣ ଲାଇଫରେ ସବୁଠୁ ଖରାପ ସମୟ ସେଇ ଟାଇମରେ ଦେହ ଖରାପଟା ଚାଲେ सर ଦେହ सेटा तो ଖରାପ सब ହବ हो जाइए ସବୁ ପାଠ सर ପଢା ପାଠ ପଢା ହବନି ପାଠ ପଢା ଡିଲେ ହବ ପାଠ ପଢା ଡିଲେ ହବ କେତେ ପିଲା ଡେଲି କଥା କହିବା ଷ୍ଟାର୍ଟ କରିବେ ବିଭିନ୍ନ ପ୍ରକାର ଜିନିଷ ଲାଇଫରେ ଫାଷ୍ଟ ଏଇଟା ପ୍ରୋବ୍ଲେମ जहाँ भी कॉलेज सर करवा लाग चेष्टा कले सेटा नहीं हवा ना टोटाली ନାଇଁ ତାକୁ ପ୍ରତିକାର କରିଛୁ ନା ପ୍ରତିକାର କଲେ सर 100% କ୍ୟୁରେବୁଲ ନୁହେଁ ଭାଇ ପ୍ରତିକାର କଲେ हाँ କିଛି ଜିନିଷ ଆପଣଙ୍କର ସଫଳ ମିଳିବ ପ୍ରତିକାର ଯେ ଆମେ सर କରୁଛେ ସେ ସମୟରେ ତାହେଲେ ଆମକୁ କିଛି କ୍ୟୁର ମିଳିବନି କାହିଁକି ମିଳିବ ନିଶ୍ଚୟ ତାହେଲେ ଆପଣ ଏକ୍ସପେକ୍ଟ କରନ୍ତି 100% ସବୁ ଜିନିଷ ଭଲ ହେଇଯିବ 100% तो हवा नहीं 70% 80% ଆପଣଙ୍କ ଲାଇଫରେ ଭୋଗିବାର ଅଛି ମିନ୍ସ ଆପଣଙ୍କୁ ଭୋଗିବା ପାଇଁ ପଡିବ ଯଦି ଆପଣ सर ଏସବୁ ଜିନିଷ କରୁଛନ୍ତି ଦେହ ଖରାପ ହବ କିନ୍ତୁ ଆପଣ ଅଧିକ ଅସୁବିଧା ମେଡିସିନ ଖାଇଲେ ଭଲ ହେଇଯିବ ଦେହ 100% भल ଖରାପ जी ହବ आज्ञा ମେଡିସିନ ଖାଇଲେ ଜଲ୍ଦି ଭଲ ହେଇଯିବ କିନ୍ତୁ କିଛି सर ଯଦି सर ଆପଣ ପ୍ରତିକାର ନ କରୁଛନ୍ତି ଦେହ ସେମିତି ଘାଣ୍ଟିକି ରହିବେ ମେଡିକାଲ ଆଡମିଟ ହେବେ ବହୁତ ପଇସା ଖର୍ଚ୍ଚ ହବ ସମସ୍ତ ହଇରାଣ ହେବେ କିନ୍ତୁ ଯଦି सर ପ୍ରତିକାର କରୁଛନ୍ତି ଦେହ ଖରାପ ହେଲେ ମେଡିସିନ ଖାଇବେ ଭଲ ହେଇଯିବ ଡକ୍ଟର ପାଖକୁ ଯାଉଥିବେ ଭଲ ହେଇଯାଇଥିବ କିନ୍ତୁ ମେଡିକାଲ ଆଡମିଟ ହେବାଠୁ ଅଧିକା ପଡିବନି କିନ୍ତୁ କିଛି सर ପ୍ରତିକାର ନ କରୁଛନ୍ତି ସାଢେ ସାତ ଅଧିକା ଯଦି ଖରାପ ଆପଣ ସିଷ୍ଟମ ଚାଲିଲା ଆଉ ପ୍ଲାନେଟାରୀ ପ୍ରେସର ତ ବହୁତ ଖରାପ ରହିଲା ତାହେଲେ ସେ ସମୟରେ କଣ କରିବ ଆପଣ ଆଡମିଟ ହବାଟା 100% सर ଆଉ ଯୋଉ କାମ ବି କରିବାକୁ ଗଲେ ସାର୍ ଗୋଟେ ଥରେ ନେଇ ହବ ନା 10 ଥର ନିହାତି ହବନି ଯିବାକୁ ହବନି ପଡୁଛି ହବନି ହବନି ଦ୍ୱିତୀୟ ସାଢେ ସାତ ଇଏ ସେ କଣ ଫାଷ୍ଟ ସାଢେ ସାତ ଦ୍ୱିତୀୟ ସାଢେ ସାତ ଦିନ ହେଲା ଏବେ ଦ୍ୱିତୀୟ ବର୍ଷା ହେଲା ସାଢେ ଠିକ ଠାକ ଚାଲିଛେ ସାର୍ ଲାଷ୍ଟ 1 ଇୟର ହେଲା ଟିକେ ବେଲେ ଆଗର ତ ଯେତେ ଖରାପ ଥିଲା ଟିକେ ଇମ୍ପ୍ରୁଭ ହେଇଛି 10% ଟା ପ୍ରଥମ ଅଢେଇ ବର୍ଷଟା ଅଧିକା ଖରାପ କରିବ ତାପ ଅଢେଇ ସାର୍ ବର୍ଷଟା ଆଉ ଟିକେ ବେଟର ହବ ତାପରେ ଅଢେଇ ବର୍ଷଟା ଭଲ ରହିବ ଆଉ ଏଠି ଆପଣଙ୍କୁ ଭଲ ଖବର ଦେଇକି ଯିବ ଶୁଭ ଖବର ଦେଇଦେଇକି ଯିବ ଗଲା ବେଳକୁ ଶୁଭ ଖବର ଦେଇଦେଇକି ଯିବ କାରଣ ଆପଣଙ୍କର ସାର୍ ପ୍ରଥମ ଆରମ୍ଭ ହେଲା କେତେ 5/3/29/4/2022 ତ ପ୍ରଥମ ଅଢେଇ ସାର୍ ବର୍ଷ ମିନ୍ସ ପ୍ରଥମ ଅଢେଇ ବର୍ଷ ଓକେ 2022 ଏଣ୍ଡ 25 ଷ୍ଟାର୍ଟିଂ 25 ସାର୍ 25 ଫେବୃଆରୀ ପର୍ଯ୍ୟନ୍ତ ଏବଂ ପରଠାରୁ 25 ଫେବୃଆରୀ ପର୍ଯ୍ୟନ୍ତ 25 ଠାରୁ ଆପଣଙ୍କ ଟାଇମ ଟା ଭଲ ଆରମ୍ଭ ଟିକେ କରିଥିବ ଦୁଇ ହଁ ହଜାର ସାର୍ ବାଇଶ ପୁରା ଚବିଶ କ୍ଲିୟର ହଉଛି ଆପଣଙ୍କୁ ସେଟା ଖରାପ କରିଥିବ ପୁରା ପୁରା ସାର୍ ତ 2000 ଏବେ ଆମେ ରାସ୍ତା ଟିକେ ଭଲ ହେଇ ଚାଲୁ ଲାଷ୍ଟ ଅଢେଇ ବର୍ଷ ଆପଣଙ୍କୁ କିଛି ଭଲ ଖବର ଦେଇକି ଯିବ ଆପଣ ଯାହା ଥିବ ରେଗୁଲାର ପିରିୟଡ଼ ପ୍ରମୋସନ ଯାହା ଥିବ ସେ ସବୁ କରିଦେଇକି ଯିବ ସାର୍ ତ ଏଇ ସମୟରେ ଆମକୁ ପ୍ରତିକାର କହୁଥିଲି ଏଇ ଥ୍ୟାଙ୍କ ୟୁ ସାର୍ କାହା ପ୍ରତି
କାହା ପ୍ରତି କେମିତି ବ୍ୟବହାର ଦେଖେଇବେ। ବାବା ମା ପ୍ରତି କେବେ ହେଲେ ଏଇ ସମୟରେ ସ୍ୱାମୀ ସ୍ତ୍ରୀ ସହିତ କେବେ ଖରାପ ବ୍ୟବହାର କରିବେନି। ଡକ୍ଟର ସହିତ କେବେ ହେଲେ ଯୁକ୍ତି ତର୍କ କରିବେନି। ଡକ୍ଟର ସହିତ କେବେ ଯୁକ୍ତି କରିବେନି କି ତାଙ୍କ ଫିସ୍ କେବେ କାଟିକି ଦେବେନି, ତାଙ୍କୁ କେବେ ଅସନ୍ତୁଷ୍ଟ କରିବେ ନାହିଁ। ନେକ୍ସଟ ହେଲା ଆପଣ ଟିଚର। ଯଦି ଆପଣଙ୍କ ଛୁଆ ପାଠ ପଢୁଥାଏ କିମ୍ବା ଯେକୌଣସି ଟିଚରଙ୍କୁ କେବେ ଅସନ୍ତୁଷ୍ଟ କରିବେ ନାହିଁ, ତାଙ୍କ ଫିସ୍ ରେ କେବେ ଡିଲେ କରିବେନି, ତାଙ୍କୁ ଖୁସି ଦେବାକୁ ଚେଷ୍ଟା କରିବେ। ନେକ୍ସଟ ହେଲା ଆଷ୍ଟ୍ରୋଲୋଜର। ଆଷ୍ଟ୍ରୋଲୋଜର ଆପଣ ଭବିଷ୍ୟତ ଦେଖୁଛନ୍ତି। ଆଷ୍ଟ୍ରୋଲୋଜି ଯଦି ଏଇ ସମୟରେ ଯଦି ଆପଣ ଆଷ୍ଟ୍ରୋଲୋଜରଙ୍କୁ ଯଦି ତାଙ୍କ ସହିତ ପଙ୍ଗା କରିବେ, ତାଙ୍କ ଫିସ୍ ଦେବେନି। ସିଏ ଯଦି ଆପଣ କାରଣ ସିଏ ଆପଣ ଭବିଷ୍ୟତ ଦେଖୁଛନ୍ତି, ସିଏ ଯଦି ଅସନ୍ତୁଷ୍ଟ ହେଲେ ଭାଇ, ତାହେଲେ ଆପଣଙ୍କ ଶନି ଆହୁରି ଖରାପ ହବ। ଯାହା ବେଳା ଖରାପ ଚାଲିଥାଏ ଆହୁରି ଦୁର୍ଯୋଗ ମାଡି ଆସିବ। ନେକ୍ସଟ ହେଲା, ଯଦି ଆପଣ ଘରକୁ ଡାକି ପୂଜା କରୁଛନ୍ତି, ଯେକୌଣସି ପଣ୍ଡିତକୁ ଡାକିକିରି ପୂଜା କରୁଛନ୍ତି, ବ୍ରାହ୍ମଣ ଡାକି ପୂଜା କରୁଛନ୍ତି, ତାଙ୍କ ଫିସ୍ ରେ ମଧ୍ୟ ଆଗୁଆ ପଚାରିଦେବେ ଭାଇ। କାମ କରିବା ପରେ ତାଙ୍କୁ ପଚାରିଦେବେ ଯେ ପଣ୍ଡିତ ଆପଣଙ୍କର ଫିସ୍ କେତେ। ଯଦି ଆପଣ ଫିସ୍ ଦେଇପାରିବେ ତାହେଲେ ସେ ଅନୁଯାୟୀ ଡାକିବେ, ନହେଲେ ଆପଣ ତା ପଇସା ଯଦି ନାହିଁ ତାହେଲେ ଆପଣ ଅଲଗା ପଣ୍ଡିତ ଡାକିବେ। ନହେଲେ ଜଣେ ପଣ୍ଡିତ ନଉଛନ୍ତି, ଆପଣ ଜାଣିଛନ୍ତି 5,000 ଟଙ୍କା ସେ ନଉଛନ୍ତି, ଫିସ୍ ନଉଛନ୍ତି ପୂଜା କରି ଆସିବେ, ଆପଣ ସାମର୍ଥ୍ୟ ଅଛି ତାଙ୍କୁ ଡାକିବେ। ସେ ଯୋଉ ପୂଜା ସରିଲାବେଳେ ସେ ଟିକେ 5,000 ଟଙ୍କା ଦେବେ, ଆପଣ ତା ମୁଁ ତାଙ୍କ ପାଖରେ 500 ଟଙ୍କା ଦେଇ ପୂଜା କରୁଥିଲି, ଆପଣ 5,000 ଟଙ୍କା ମାଗୁଛି। ତ ଏ ଜାଗାରେ କଣ ହବ, ଯେହେତୁ ଆପଣ ଭଲ କର୍ମ ପାଇଁ ସେ ଆସିଛନ୍ତି, ଆପଣଙ୍କ ପୂଜା କରିବାକୁ ଆସିଛନ୍ତି, ଆପଣ ଭଲ ପାଇଁ ଆସିଛନ୍ତି। ଆପଣ ଯଦି ତାଙ୍କୁ ପଇସା ନଦେଲେ, ଅସନ୍ତୁଷ୍ଟ କଲେ, ତାହେଲେ କଣ ହବ, ସେ ଭଲ ପାଇଁ ଯୋଉ ଆସିଥିଲେ ସେଟା ଆପଣଙ୍କ ଅଭିଶାପରେ ପରିଣତ ହେଇଯିବ, ଆପଣ ଆହୁରି ଖରାପ ହବ। ତେଣୁ ସେଥିପାଇଁ ଯାହାକୁ ଆପଣ ଡାକୁଛନ୍ତି ଆଗ ପଚାରି ନିଅନ୍ତୁ ଆପଣ ଫିସ୍ କେତେ। ଆପଣ ଯଦି ନ ଦେଇପାରେ ଡାକିବେନି। 5,000 ଟଙ୍କା ପଣ୍ଡିତଙ୍କୁ କାହିଁକି ଡାକିବେ, 500 ଟଙ୍କିଆ ପଣ୍ଡିତଙ୍କୁ ଡାକିବେ। କିମ୍ବା ଯିଏ 200 ଟଙ୍କା ନଉଛି, ଯିଏ 200 ଟଙ୍କାରେ ନେଇକରି ଆପଣ ପୂଜା କରିଦଉଛି, ଯିଏ 200 ଟଙ୍କା ନେଇକି ପୂଜା କରିଦଉଛି, 200 ଟଙ୍କିଆ ବୋଲେ ଡାକିବେ। ବରଂ 200 ବଦଳରେ ତାକୁ 200 ଦେଲେ, ଯେହେତୁ କମ ପିସ୍ 200 ଟଙ୍କା ଦେଲେ, ତାପରେ ତାଙ୍କୁ ଖାଇବାକୁ ଦେଲେ, କିଛି ଯଦି ବସ୍ତ୍ର ଦାନ କଲେ, ତାହେଲେ ସେ ତ ଖୁସି ହେଇକି ଯିବେ। ଖୁସି ହେଇକରି କଣ ହେବେ ନା ଆପଣଙ୍କ ଆଶୀର୍ବାଦ ଦେଇକି ଯିବେ। 200 ଟଙ୍କିଆ ଡାକିବେ, 5,000 ଟଙ୍କା ଡାକିବେନି। ଆଉ 5,000 ଟଙ୍କା ଡାକିକି ତାଙ୍କୁ ବେଜେତ କରି ତାଙ୍କୁ ପଇସା ନ ଦେଇକି କରିବେ, ତାହେଲେ ଆପଣଙ୍କର ପାପ ହିଁ ପାପ। ମନ୍ଦିର ଯଦି ପୂଜା କରିବାକୁ ଯାଉଛନ୍ତି, ଆପଣ ଯଦି ଚାହୁଁନାହାନ୍ତି ପୂଜାରୀ ପଇସା ଦେବା ପାଇଁ, ତାହେଲେ କିଛି ପୂଜା କରିବେନି, ଯିବେ ଦୀପଟି ଲଗେଇବେ, ଠାକୁର ମୁଣ୍ଡିଆ ପାଇଁ ଡାକିକି ଆସିବେ। ଯଦି ପୂଜା କରୁଛନ୍ତି, ଆପଣ ଜାଣିଥିବେ ଯେ ଆପଣଙ୍କର ମନ୍ଦିରରେ ପୂଜାରୀ କେତେ ଫିସ୍ ନଉଛନ୍ତି, କେତେ ନଉଛନ୍ତି, ତ ସେଇ ଅନୁଯାୟୀ ଦେବେ। ଆପଣ ଦିମା କେତେ ଆଗ ପ୍ରିପାର, ଯଦି ଟଙ୍କାଟିଏ ମନ୍ଦିରରେ ପୂଜାରୀଙ୍କୁ ଦବାର ନାହିଁ ବୋଲି ଭାବୁଛନ୍ତି, ତାହେଲେ କଣ କରେ, ଆପଣ ଗଲେ ଠାକୁର ପାଇଁ ଫୁଲ ଥୋଇଦେଲେ, ବାସ୍ ଠାକୁର ମୁଣ୍ଡିଆ ମାରିଦେଲେ, ଦୀପଟି ଲଗେଇଦେଲେ, ଆସିଲେ। ନହେଲେ କିଛି ଯଦି ନ କରୁଛନ୍ତି, ମୁଣ୍ଡିଆଟେ ମାରିକି ପଳେଇ ଆସିବେ। ତ ପୂଜା ପୂଜା କରିବେ, ତା ସହିତ ଯଦି ଆପଣ ଝଗଡା କରିବେ ଫିସ୍ ପାଇ, ସେ ଯଦି ଆପଣ ଦେଖିବେ ଆପଣ ଅସୁବିଧା ପଡିଛି, ସେ 50 ବଦଳରେ 200 ଟଙ୍କା ମାଗୁଛି, ଆପଣ କହିବେ ମୋର ଅସୁବିଧା ପଡୁଛି, ଅସୁବିଧା ବେଳେ 50 200 ମାଗୁଛି, ତାହେଲେ ମୁଁ କଣ କରିବି। ଏମିତି କରି ଝଡାଝାଣ୍ଟି କରିବେନି। ଝଡାଝାଣ୍ଟି କରିବେ ଅର୍ଥାତ ସିଏ ତ ଲୋଭି ଥିବ, ଯଦି ଆପଣଙ୍କୁ ଅସୁବିଧା ଠକୁଛି, ସେ ତ ଅସୁବିଧାରେ ପଡିବ, କିନ୍ତୁ ଆପଣ ବି ଅସୁବିଧାରେ ପଡିବେ ନା, ଆପଣଙ୍କୁ ସୁବିଧା ହବନି। କାହିଁକି ନା ସେ ଯେତେବେଳେ ସେ ଅସନ୍ତୁଷ୍ଟ ହେଲା, ତା ପାଟିରୁ ଯାହା କିଛି ବାହାରିବ, ତାହେଲେ ଆପଣ ଅସୁବିଧା ପଡିବେ। ତ ସେଥିପାଇଁ କଣ କରିବେ, ପୂଜାରୀ ସହିତ ଯୁକ୍ତି ତର୍କ କରିବେ ନାହିଁ। ଯିଏ ଯେତିକି ଫିସ୍ ମାଗୁଛନ୍ତି ଭାଇ ଚୁପଚାପ ଦେଇ ଆସିବେ, ଖୁସି କରିବାକୁ ଚେଷ୍ଟା କରିବେ। ପଣ୍ଡିତ ଯଦି ଡାକୁଛନ୍ତି, ଆପଣ ସାମର୍ଥ୍ୟ ଅନୁଯାୟୀ ଡାକିବେ, ଖର୍ଚ୍ଚ କରିବେ, ତାହେଲେ କିଛି ଅସୁବିଧା ନାହିଁ। ଆଷ୍ଟ୍ରୋଲୋଜର ପାଖକୁ ଯାଉଛନ୍ତି, ଆପଣ ଫିସ୍ ପଚାରିବେ, ସାର୍ ଆପଣଙ୍କ ଫିସ୍ କେତେ। ଯଦି ଆପଣ ଆଫୋର୍ଡେବଲ କରିପାରିବେ, ଯିବେ ତାଙ୍କ ପାଖକୁ, ତାହେଲେ ଆପଣ ଅଲଗା ଆଷ୍ଟ୍ରୋଲୋଜର ପାଖକୁ ଯିବେ ଯାଇକି ତାଙ୍କ ସହିତ ଝଗଡା କରିବେ। ଆପଣ ଯଦି ତାଙ୍କ ଫିସ୍ ନ ଦେଇପାରେ, ଆପଣ ଜଣେ ଯଦି ଆପଣ କହୁଛନ୍ତି ଭାଇ ମୁଁ 5,000 ଟଙ୍କା ନେବି, ମୁଁ 1,000 ଟଙ୍କା ନେବି କି 2,500 ଟଙ୍କା ନେବି, ଆପଣ ଦେବାର ସାମର୍ଥ୍ୟ ନାହିଁ, ଯିବେନି ତାଙ୍କ ପାଖକୁ, ଅଲଗା ପାଖକୁ ଯିବେ। ଲୋକ ବି 100 ଟଙ୍କାରେ ବି ଦେଖୁଛନ୍ତି, ଲୋକ 50 ଟଙ୍କାରେ ଦେଖୁଛନ୍ତି, ଲୋକ 500 ଟଙ୍କାରେ ଦେଖୁଛନ୍ତି। ତେଣୁ ଯିଏ ଯାଉଛନ୍ତି ତାଙ୍କ ଯିବେ, କିନ୍ତୁ ମନେ ରଖନ୍ତୁ ଆଷ୍ଟ୍ରୋଲୋଜି ପାଖକୁ ଯିବେ ମିନ୍ସ କେବେ ହେଲେ ଫ୍ରିରେ ତାଙ୍କୁ ଦେଖିବେ ନାହିଁ, କିଛି ପଇସା ଡୋନେଟ କରିବେ। ଡୋନେଟ କଣ ହବ, ସେଟା ମନ ଖୁସି ହବ। ମାନେ ଜଣେ ଖୁସି ଯୋଉ ସ୍ମାଇଲ ଦିଅନ୍ତି ନା, କିଛି ମାନେ ଆଶୀର୍ବାଦ ଦିଅନ୍ତି, ତ ସେଇଟା ଆପଣ ଭଲ ହବ। ତେଣୁ ଏମାନଙ୍କ ପାଖରେ କିଛି ଜିନିଷ ଫ୍ରିରେ କାମ କରିବେନି, ଟିଚର ପାଖରେ ଫ୍ରିରେ କାମ କରିବେନି, ଡକ୍ଟର ପାଖରେ ଫ୍ରିରେ କାମ କରିବେନି, ଆଷ୍ଟ୍ରୋଲୋଜି ପାଖରେ ଫ୍ରିରେ କାମ କରିବେନି,
पंडित पाखे फ्री रे काम करें पूजारी पाखे फ्री रे काम करवा ना जिते आपण असुविधा समय चली आपण ये समय आपको फ्री रे देखिए ना जदि बेले देखो आपण जातक जातक कला बेले केबे माने फ्री रे तैयारी करेंगे एस्ट्रोलोजी को आपण सामर्थ्य टंका दिखाते कि 2 टका दिखाते 5 टका दिखाते आपण सामर्थ्य खुशी जहाँ दवा कथा देवे क्या आपण भविष्य से किसी जिन कहते आपण तो किसी जिन काम कर जन आपण से परिश्रम करुच्ची ना तेणु ताकू आपण सामर्थ्य अनुଯାयी ये जदि फ्री रे सब जिन करूँ आपण सामर्थ्य अनुଯାयी आपण किसी देवे टंकाटे हो 2 टका 5 टका 10 टका पैसा एका नदेला किसी जिन दंड करने चाहिए तो ये सब जिन संतुष्ट करने चेष्टा करेंगे आ जदि एमान सहित आर्गुमेंट कले जो जो जिन कहली एम सहित बाबा माँ एस्ट्रोलोजर पंडित टीचर डॉक्टर सहित आप आर्गुमेंट कले आपण दुर्दशा आहरी बढ़ी कर नीतिपति बहुत प्रोसेस पाए आ चेष्टा करेंगे यही समय आपणकर जो जन्म नक्षत्र रहा से जन्म नक्षत्र को आपण कौन करेंगे जो दिन कारण प्रति 27 डेज रे प्रति 27 डेज रे आपण नक्षत्र रिपीट हम जो दिन आप नक्षत्र रिपीट होची तो से दिन चेष्टा करेंगे आपण कौन करने गोटे गछ लगे चेष्टा करते से दिन आपण उपवास यदि रखा चेष्टा कर पूरा फास्टिंग रखापी चाहते उपवास करते यदि फुल उपवास न कर दिन में आप कौन करते गुरु खाद्य खातु ना हल्का खाद्य खातु जूस पीतु हल्का खाद्य खातु राति राति के न खाई पड़ा पीकरी और जूस पीकरी से दिन चेष्टा करें आज चेष्टा करेंगे एदिन चेष्टा करेंगे जदि कहे भल कथा समस्त कह जदि ना पूरा मौन व्रत पालन करते से गोटे दिन मौन व्रत पालन क्या कुछ कह केवल भगवान नाम स्मरण कर किसी जिन कह जी चाकरी कर किसी कहे जी आवश्यक जिन कहे अधिक जिन बस बतवे ये दिन जो दिन आप जन्म नक्षत्र अच्छी जो दिन आप जन्म नक्षत्र अच्छी तो से जन्म नक्षत्र जो दिन पड़ुचे से दिन अधिका गसिपिंग करेंगे ना जी आवश्यक से कथा पॉइंट टू पॉइंट कह बसिक सांगसाथी जो गसिपिंग करते आना गपंती विभिन्न प्रकार गप सब गपंती से गपटा अवॉइड करेंगे आ सब चेष्टा करें एमती कर्म करेंगे जमती आपण अन्य मन ठार आशीर्वाद प्राप्त पाए मीन्स अनकंडीशनल लव और अनकंडीशनल ब्लेसिंग आपण ओके ताहले तो से अपन कर्म करेंगे गछ लगे कहले गाय की खाया देवे सांड को खाया देवे पिला कुकुर को खाया देवे माकड़ को पशु पक्षी खाया दे पारे अपन पाखे जहाँ संभव हो काम करेंगे जद्वारा कि आप अनकंडीशनल लव सब से आपण भगवान बा डाकुते ये लोकटे भल रो से काम करवा तो शनि 7:30 चलुवा समय आपको ये सब जिन करवा निहत आवश्यक शनि 7:30 न चलुले लाइफ में आप एमती कर्म करवा दरकार जमीती कि आपण अन्य अनकंडीशनल लव पाइबे आ कहली कहा करेंगे एगेन रिपीट कर कहूँ बाबा माँ को मन में केवे शनि 7:30 चलू न चलू बाबा माँ सब चेष्टा करेंगे आप सामर्थ्य खुशी देखा और घरे भी आउ कि बुढ़ा बुढ़ी था जेजेबा चेष्टा करेंगे डॉक्टर डॉक्टर पाखे जाऊँ सहित खिचड़ी करेंगे डॉक्टर यदि आप चिकित्सा अवहेला करें पेसेंट ना अदरवाइज माने जमती किसी लोक था अଯଥାରେ ଯୁକ୍ତି करते से भाया कम करेंगे जब डॉक्टर तरफ भूल हो ट्रिटमेंट खराब हो कहे निश्चय से अन्याय कर डॉक्टर अन्याय कर प्रतिवाद करवा निहत दरकार अन्याय मुंडपति सही जाटा ठीक नहीं धृतराष्ट्र भाई आखि कान नाक बंद करदे भाई हबनी
ତ ସେମିତି କରଉ ସଭାରେ ଯେମିତି ସମସ୍ତେ ପ୍ରେଜେଣ୍ଟ ଥିଲେ ନା, ଭୀଷ୍ମ ଥିଲେ, ଦ୍ରୋଣ ଥିଲେ, ସମସ୍ତେ ପ୍ରେଜେଣ୍ଟ, ସମସ୍ତେ ଆଖି କାନ ନାକ ବନ୍ଦ କରିଦେଲେ ନା, ତ ସେମାନେ ତାପରେ ଅର୍ଜନ କଲେ ଅନ୍ୟାୟ ହଉଛି ମାନେ ଆପଣ ତାକୁ ପ୍ରତିବାଦ କରିବେ। ଯଦି ଅନ୍ୟାୟ ନାହିଁ ତାହେଲେ ତାଙ୍କ ସହିତ କରିବେନି। ଡକ୍ଟର ଟିଚର ଟିଚରଙ୍କ ସହିତ କେବେ ହେଲେ ମାଗଣା ଜିନିଷ ନେବା ପାଇଁ ଚେଷ୍ଟା କରିବେ। ଆଷ୍ଟ୍ରୋଲୋଜର ଠାରୁ କେବେ ହେଲେ ମାଗଣା ନେବା ପାଇଁ ଚେଷ୍ଟା କରିବେ ନାହିଁ। ଯାହା କିଛି ପାରୁଛନ୍ତି କିଛି ଜିନିଷ ଦେବେ। ମନ୍ଦିର ଯାଉଛନ୍ତି, ପୂଜା କରୁଛନ୍ତି, ଆପଣ ଯେତିକି ସାମର୍ଥ୍ୟ ହବ, ଟଙ୍କାଟେ ହଉ 2 ଟଙ୍କା ହଉ, ଯଦି ତାର ଫିସ୍ ଅଛି ତ ଫିସ୍ ଦେବେ, ଫିସ୍ ନାହିଁ ଯଦି କିଛି ଯାହା ହଉଛି ଆପଣ ତାକୁ ଡୋନେଟ୍ କରିକି ଆସିବେ। ଏମାନଙ୍କର ଆଶୀର୍ବାଦ ପାଇବାକୁ ଆପଣ ଚେଷ୍ଟା କରିବେ। ଯଦି ଆଶୀର୍ବାଦ ପାଇବାକୁ ଚେଷ୍ଟା କରୁଛନ୍ତି ତାହେଲେ ଆପଣ ଗରିବ ପିଲା ଯଦି ଆପଣ ଚତୁର୍ପାର୍ଶ୍ୱ ଆସୁଛନ୍ତି, ଖାତା ବହି ସାହାଯ୍ୟ କରିଦେବେ, ପଇସା ଆକାରରେ ଦେବେ। ଯଦି ଆଡିସନ ପ୍ରୋବ୍ଲେମ ପଡିଥିବ ତାହେଲେ ତାର ଆଡିସନ କରିଦେଇକି ଆସିବେ। ପଇସା ଯାହା ଦଉଛନ୍ତି କେବେ ରିଫଣ୍ଡ ଆଶା କରିବେ ନାହିଁ। ତେଣୁ ଶୁଣନ୍ତୁ, ଆପଣ ପାଇଁ ଜଣେ ଅସୁବିଧା ମାଗିଲା, ଲୋନ ଆକାରରେ ମାଗିଲା, ଭାଇ ପଇସା ଦେବ, ପଇସା ଫେରେଇ ଦେବେ। ଆପଣ ଜାଣିଛନ୍ତି ସେ ଲୋକଟା ଫେରେଇ ପାରିବନି ତ, ଅସୁବିଧା ଅଛି। ତେଣୁ ସେ ଜାଗାରେ ଯଦି ଆପଣ ସାମର୍ଥ୍ୟ ଅଛି, ଆପଣ ପାଇଁ ସେଭିଂ ଯଦି 1 ଲକ୍ଷ ଟଙ୍କା ଅଛି, ଆପଣ ଯଦି ତାକୁ 5,000 ଟଙ୍କା ଦେଇ ଦଉଛନ୍ତି ତାହେଲେ ଆପଣଙ୍କୁ କିଛି ଅସୁବିଧା ହବନି। ତାହେଲେ ଆପଣ ଯଦି 20,000 ମାଗୁଛି, 20,000 ବଦଳରେ ଆପଣ କଣ କରିବେ, 5,000 ତାକୁ ଦେଇଦେବେ। 20,000 ନ ଦେଇପାରିବେ, ଯଦି 20,000 ଦେଇପାରୁଛନ୍ତି ଭଲ କଥା, କିନ୍ତୁ ମୁଁ କହୁଛି ନା ଫେରିବାର ଆଶା ରଖିବେନି ତାକୁ। ଯଦି ଆପଣ ପାଉଛନ୍ତି 20,000 ଦେଲେ ଆପଣ ଅସୁବିଧାରେ ପଡିବେ, 20,000 ବଦଳରେ କଣ କରିବେ, ଆପଣ ସେ ଜାଗାରେ ତାକୁ 5,000 ଟଙ୍କା ଡୋନେଟ୍ କରିପାରିବେ। ଦବାର ନାହିଁ, 5,000 ନେ ମୁଁ 5,000 ଦେବି, ତୁ ମତେ ଦବାର ନାହିଁ, ମୁଁ ତୋ ସାହାଯ୍ୟ କଲେ ତୁ ତୋର କାମ କର, ଆଉ ରେଷ୍ଟ ପଇସା ସେ କଣ କରିବେ, ଅଲଗା ଜାଗାରେ ଆରେଞ୍ଜ କରିବେ। ଯଦି ଅଲଗା ଜାଗାରେ ସେ ଆରେଞ୍ଜ କରିପାରିଲା ନାହିଁ, ଏଗେନ୍ ଆପଣ ପାଖକୁ ଯଦି ଆସିଲା, ତାହେଲେ ସେ ଜାଗାରେ ଆପଣ କଣ କରିବେ, ଦେଖିବେ ନା, ଆପଣ ଲୋନ ସୁଧରେ ଦେବେନି ପଇସା। ବାରମ୍ବାର କହୁଛି ଆପଣ ତାକୁ ଲୋନ ସୁଧ, ଜଣେ ଅସୁବିଧା ଅଛି ଆପଣ ମାଗୁଛି, ଲୋନ ସୁଧରେ ପଇସା ଦେବେନି, ଅସୁବିଧାରେ ପଡିକି। ଅନ୍ୟ ଯଦି ଅଲଗା କିଛି ଅର୍ଥରେ ଯଦି ଲୋନ ମାଗୁଛି, ଫିର ବି ସବୁ ଲାଇଫରେ ଆଭଏଡ କରି ଲୋନ ଦେବା ପାଇଁ, ଯାହା କରି ଡୋନେଟ୍ କରିବା ପାଇଁ ଦେବେ ଭୁଲି। ତାହେଲେ ସେ ଜାଗାରେ କଣ ନା, ଶନିଙ୍କ ଆଶୀର୍ବାଦ ଆପଣଙ୍କୁ ପଡିବ, ଶୁକ୍ର ଆପଣଙ୍କ ଭଲ ରହିବ, ରାହୁ ବହୁତ ଭଲ ରହିବ। ଯଦି ଆପଣ ଡୋନେଟ୍ କରୁଛନ୍ତି, ବାରମ୍ବାର ମୁଁ ଆପଣ ଏ କଥା କହୁଛି, ଆପଣ 1 ଲକ୍ଷ ଟଙ୍କା ଅଛି, 30,000 ଟଙ୍କା ଦେଇ ଦଉଛନ୍ତି, ଆପଣ ଭାବୁଛନ୍ତି ନା ମୁଁ ଲାଖକୁ ଆଡଜଷ୍ଟ କରିବି, 30,000 ଦେଇ ଦଉଛି, ତାହେଲେ ଅଦର ୱେରେ 6 ମାସ ବର୍ଷ ଭିତରେ ଆପଣ ଆହୁରି ଅଦର 50,000 ଟଙ୍କା ଇନକମ କରିବେ। 30,000 ଟଙ୍କା ଦେଇଥିଲେ 50,000 ଟଙ୍କା ଇନକମ କରିପାରିବେ। ତେଣୁ ଯଦି ଭାଇ ଦେଇପାରିବେ, ଡୋନେସନ ଆକାରରେ ଲୋନ ଆକାରରେ ଦେଇକି ପଇସା ମାଗିବେ ମେନ୍ ଆପଣଙ୍କ ସଲ୍ୟୁସନ। ମନେ ରଖନ୍ତୁ, ଯୋଉମାନେ ସବୁ ଲୋନ ଦିଅନ୍ତି, ଯୋଉ ବ୍ୟକ୍ତି ଲୋନ ଦିଅନ୍ତି, ଯଦି ଆପଣ ତାଙ୍କ ଷ୍ଟଡି କରିବେ, ତାଙ୍କ ଲାଇଫରେ ବହୁତ ପ୍ରକାର ଦୁଃଖ ଥାଏ। ଆଗକୁ ସେ ଆପଣ କହିବେନି, କିନ୍ତୁ ତାଙ୍କ ଜୀବନରେ ବହୁତ ଯନ୍ତ୍ରଣା କାଳୀ। ବାରମ୍ବାର ମୁଁ ଆପଣ କହୁଛି, ଶୁଦ୍ଧ କାରବାର କରିବେ ନାହିଁ। ଯଦି କରିବାର ଅଛି, ଆପଣଙ୍କ ପଇସା ଅଛି, ଡୋନେଟ୍ କରନ୍ତୁ। ଆପଣ ଯଦି ସୁଧ ଆକାର ଦଉଛନ୍ତି, ସପୋଜ ଆପଣ 50,000 ଟଙ୍କା ଦେଲେ, ଇଣ୍ଟରେଷ୍ଟ ନେଲେ, 50,000 ଦେଇକି ଆପଣ ଭାବୁଛନ୍ତି 70,000 ଟଙ୍କା ମୁଁ ଇନକମ କରିବି, 20,000 ଇଣ୍ଟରେଷ୍ଟ ଆକାରରେ ପାଇବି, ମୋର ଇନକମ 70,000 ହବ। ଅଦର ୱେରେ ଭଗବାନ ଆପଣଙ୍କୁ କଣ କରି 1 ଲକ୍ଷ ଟଙ୍କା ନେଇକି ପଳେଇବେ। ଯଦି ଆପଣ 50,000 ଡୋନେଟ୍ କରିଛନ୍ତି, ଭଗବାନ ଅଦର ୱେରେ ଆପଣଙ୍କୁ 2 ଲକ୍ଷ ଟଙ୍କା ଅଦର ୱେରେ ଇନକମ କରି ଦେଇଦେବେ। ତେଣୁ ଆପଣ ପାଇଁ ହେଲା ଚଏସ୍, 50,000 ଦେଇକରି 2 ଲକ୍ଷ ଦରକାର, ନା 50,000 ଦେଇ 70,000 ଦରକାର। 70,000 ତ ପାଇବେ, 50,000 ଦେଇ 70,000 ପାଇବେ, ଅଦର ୱେରେ ଲକ୍ଷ ଭଗବାନ ଯୋଉ ବାଟରେ ଆପଣ ନେଇଯିବେ। ତେଣୁ ଯୋଉମାନେ ସବୁ ଲୋନ କାରବାର କରନ୍ତି ଆଉ ଲୋକଙ୍କୁ ଧମକେଇ ଶୁଣାନ୍ତି, ତାଙ୍କ ଛୁଆ ଉପରେ ଇଏ 100% ପ୍ରଭାବ ପଡିବ। 100% ଛୁଆଙ୍କ ଉପରେ ପ୍ରଭାବ ପଡିବ। ଆଇଦର ଛୁଆର ଦେହ ଖରାପ ହବ, ନା ଛୁଆ ଖରାପ ବାଟକୁ ପଳେଇବ, ନା ସେ ଛୁଆ ଆପଣଙ୍କୁ ଛାଡିକିରି ପଳେଇବ। ବଡ ହେଲା ପରେ ତା ସ୍ତ୍ରୀ ପିଲା ଧରିକି ସେ ପଳେଇବ, ଆପଣଙ୍କୁ ପାଖରେ ରହିବନି କି ଆପଣଙ୍କୁ ପଚାରିବନି। ତେଣୁ ଛୁଆ ବିଗିଡିବା କଥା ବିଗିଡିବ, ଆଇଦର ଛୁଆର ଦେହ ଖରାପ ହବ, ଆପଣ ଏପଟୁ ପଇସା ଇନକମ କରିବେ, ସେପଟେ ଖର୍ଚ୍ଚ କରିବେ। ଛୁଆ ପାଠ ପଢିବନି, ବେକାର ହବ, ମାନେ ଆପଣଙ୍କ ନାଁ ଗାଁ ସବୁ ଜିନିଷ ପକେଇବେ, ଛାଡିକି ପଳେଇବ। ଯଦି ଛୁଆଟା ଯଦି ଭଲ ବି ରହୁଛି, ତାହେଲେ ସେ ଜାଗାରେ କଣ ହବ,
ଆପଣ ଘରେ ଆପଣଙ୍କ ଘରେ ନିଶ୍ଚୟ କାହାକୁ ଗୋଟେ ବଡ ଡିଜିଜ ହବ, ବଡ ଡିଜିଜ ହବ। ତ ଏପଟେ ଯୋଉ ଆପଣ ପଇସା ଇନକମ କରୁଛନ୍ତି ସେ ପଇସା, ତେଣୁ ଲାଇଫରେ ବାରମ୍ବାର ମୁଁ ଆପଣଙ୍କର କହୁଛି ଯେତେବେଳେ କ୍ଲାସ ଷ୍ଟୁଡେଣ୍ଟ ଅଛନ୍ତି ଶୁଦ୍ଧ କାରବାର କରିବେ ନାହିଁ। ସେମ ପଇସା ଆପଣ ଡୋନେଟ କରିପାରିବେ, ଦାନ ଭାଇ କରିପାରିବେ। ଦାନ ଯଦି କରୁଛନ୍ତି ଭଗବାନ କଣ କରିବେ ଦେଖନ୍ତୁ, ଆପଣ ପଇସା ନ ପାଆନ୍ତୁ, ଆପଣ ଯାହା ଇନକମ କଲେ ପଇସା ଡୋନେଟ ଆକାରରେ କରିଦେଲେ। ବହୁତ ଘରେ ଦେଖିବେ ଏମିତି ଝଗଡା ଝାଣ୍ଟି ହୁଏ, ମାନେ ବାବା ମାଙ୍କ ଛୁଆ ପିଲା ସମସ୍ତେ କଣ କରନ୍ତି ଗାଳି କରନ୍ତି। ବାବା ଯଦି ଦରମା ଯାହା ପାଇଁ ଡୋନେଟ କରିଦଉଛନ୍ତି, ଗରିବଙ୍କୁ ସାହାଯ୍ୟ କରିଦଉଛନ୍ତି, ତାଙ୍କ ଘରେ ହଁ ବଡ ଦାନବୀର କରିନଥିବେ ସାହାଯ୍ୟ, ସବୁ ତ ପଇସା ଦେଇଥିଲ। ଛୁଆ ମାନେ ବାବାଙ୍କୁ ଗାଳି କରନ୍ତି ଯେ ତମ ପାଇଁ ଆମେ ଅସୁବିଧା ପଡିଲୁ, ଆମେ ଏଇଟା କରିବୁ। ସ୍ତ୍ରୀ କିନ୍ତୁ ସବୁବେଳେ ଗାଳି ଦବ। କିନ୍ତୁ ମୁଁ କହୁଛି ଆପଣଙ୍କ ପରିବାରରେ କିଛି ଅସୁବିଧା ହବନି। ସେଇ ଘରେ ଛୁଆ, ଆପଣ ଛୁଆଙ୍କୁ ପଇସା ଦେଇ ପାରନ୍ତି କିନ୍ତୁ ଛୁଆ ବହୁତ ଭଲ ପାଠ, ଛୁଆ ବହୁତ ଭଲ ପାଠ ପଢିବେ, ଆଉ ସେ ପାଠ ପଢା ସେ ବହୁତ ଉପରକୁ ଯାଇପାରିବେ। ଆପଣ ପଇସାରେ ସେ ଡିପେଣ୍ଡ କରିବେନି କିନ୍ତୁ ଉପରକୁ ଯାଇପାରିବେ। ଭଲ ପାଠ ପଢେ ବହୁତ ଉପରକୁ ଯାଇପାରିବେ, ବିନା ବାଧା ବିଘ୍ନ ସବୁ ଜିନିଷ ଯାଇପାରିବେ। ହଁ ପଇସା ଅସୁବିଧାରେ କିଛି କାମ କରିପାରୁନଥିବେ କିନ୍ତୁ କରିବେ। ଆପଣଙ୍କ ଛୁଆ ପିଲା, ଆପଣ ସ୍ତ୍ରୀ, ଆପଣଙ୍କ ମାନେ କାହାର ଦେହ ଖରାପ ହବ ନାହିଁ, ଆପଣ ମେଡିକାଲରେ ଆଡମିଟ ହେବେ ନାହିଁ। ଯଦି ମେଡିକାଲ ଆଡମିଟ ହଉଛନ୍ତି ଆପଣଙ୍କର ପଇସାରେ କିଛି ଅସୁବିଧା ହଉନି, ଲୋକ ଆପଣଙ୍କ ପାଇଁ କାମ କରିବେ। और भगवान कौन सी सूत्र ଆପଣ କାମ କରିବେ, ଅର୍ଥାତ ଆପଣ ଲାଇଫରେ ପଇସା ପାଇଁ କିଛି ଅସୁବିଧା ହବ ନାହିଁ। ଆପଣ ପରିବାର ଆପଣ ଗାଳି କରୁଥିବେ, ହଁ ଦାନବୀର ହରିଚନ୍ଦ୍ର ସାଧିରେ ସବୁ ଜିନିଷ ଦାନ କରିବେ, କିନ୍ତୁ ଆପଣଙ୍କ ଏଇ ପୁଣ୍ୟ ଫଳ ଆପଣ ହିଁ ଭୋଗିବେ, ପ୍ଲସ ଆପଣ ପରିବାର ମଧ୍ୟ। 50,000 ଦରମା ପାଇଲେ 50,000 50,000 ଆପଣ, ଆରେ ଭାଇ ଦେଲା ବେଲା ତ ଜଣେ, ଦେଲା ବେଲା ବି ସେଇ ନେଲା ବେଲା ବି ତ ସେଇ। ଆପଣ କୋଉଟା ଆଣିଥିଲେ ନା କୋଉଟା ନେଇକି ଯିବେ, ତେଣୁ ସେଇ ପଇସାକୁ ଯଦି ତାଙ୍କରି ବାଟରେ ଯଦି ଖର୍ଚ୍ଚ କରିଦଉଛି, ସିଏ ଆପଣ ସବୁ କିଛି ଜିନିଷ ବୁଝିବେ। ଛୋଟ ଛୁଆ ଯେତେବେଳେ ଜନ୍ମ ହଉଛି, ଛୋଟ ଛୁଆ ଯେତେବେଳେ ଜନ୍ମ ହଉଛି, ଆମେ ଭାବେନେ ଆମେ ବଡ ହେଇଗଲେ ଆମେ ସବୁ ପ୍ରକାର ପ୍ଲାନିଂ କରି କାମ କରିଦବୁ, ବ୍ୟାଙ୍କ ବାଲାନ୍ସ ଦେଖୁ ସବୁ ଜିନିଷ କରି ଆମ ପ୍ଲାନିଂ ଅନୁଯାୟୀ ଆମେ କାମ କରୁଛୁ। ଆପଣଙ୍କ ପ୍ଲାନିଂ ଅନୁଯାୟୀ କେବେ କିଛି ହେଇନି କି କେବେ କିଛି ହବନି। ଆପଣ ଯେତେବେଳେ ଜନ୍ମ ହେଲେ, ଯେତେବେଳେ ଆପଣଙ୍କ ମା ପେଟରେ ଆପଣଙ୍କୁ ଦେଲେ ଫର୍ଟିଲାଇଜେସନ ହେଲା, ଆପଣ କନସିଭ ହେଲେ, ତ ପ୍ରଥମ 10 ମାସ 10 ଦିନ ମା ଗର୍ଭରେ ରହିଲେ, ତ ଆପଣ ଖାଇଲେ ପିଇଲେ ବଢିଲେ ନା ଆପଣ ନିଜେ ନିଜେ ଖାଦ୍ୟ ଖାଉଥିଲେ। ଯେତେବେଳେ ଜନ୍ମ ହେଲେ ଖାଇ ଯୋଉ ପର୍ଯ୍ୟନ୍ତ ଶିଖିନଥିଲେ, ତ ଭଗବାନ ତ ତାର ସବୁ ବ୍ୟବସ୍ଥା କରିଦେଇଥିଲେ ନା। ଆପଣ ଭାବନ୍ତୁ ମୋ ଲାଇଫ ମୁଁ ସବୁ ଜିନିଷ କରୁଛି, କିଏ କରିବ? ଜଣଙ୍କର ଯେତେବେଳେ ଆକ୍ସିଡେଣ୍ଟ ହେଇ ପଡୁଛି ରୋଡ ଉପରେ, ଜଣେ ବାଇକ ରେ ଯାଉଛି କି କାର ରେ ଯାଉଛି, ଆକ୍ସିଡେଣ୍ଟ ହେଇଗଲା, ସେନ୍ସ ଚାଲିଗଲା। ଯେତେବେଳେ ସେନ୍ସ ଚାଲି ଯାଉଛି, ତାହେଲେ ସିଏ କଣ ନିଜ ପାଇଁ ନିଜେ ସବୁ କରିଦଉଛି? ଆପଣ ସିନା ସେନ୍ସ ଥିଲେ, ଗୋଡ ହାତ ଚଳୁଥିଲେ ସିନା ଆପଣ ମେଡିକାଲ ପଳେଇବେ, ଡକ୍ଟର ଟ୍ରିଟମେଣ୍ଟ ଏସବୁ କରିବେ। ଯେତେବେଳେ ଆପଣ ସେନ୍ସ ନାହିଁ, ତାହେଲେ ଆପଣ ଆପଣଙ୍କ ପାଇଁ ପ୍ଲାନିଂ କରି କାମ କରୁଛନ୍ତି ନା ଆପଣ ବ୍ୟାଙ୍କ ବାଲାନ୍ସ ସେଠି ଆପଣ ବଞ୍ଚେଇବ? କୁହନ୍ତୁ, ଆପଣ ବ୍ୟାଙ୍କ ବାଲାନ୍ସ ସେଟା ବଞ୍ଚେଇବ ନା ଆପଣଙ୍କ ଯୋଉଟା ମେଡିକାଲ ଇନ୍ସୁରାନ୍ସ କରିଛନ୍ତି, ହେଲ୍ଥ କାର୍ଡ କରିଛନ୍ତି, ସିଏ ଆପଣଙ୍କୁ ବଞ୍ଚେଇବ? ଆପଣଙ୍କ ଅନନୋନ ଏରିଆରେ ଯାଇକି ଯୋଉ ବଡ ଜଙ୍ଗଲ ଆକ୍ସିଡେଣ୍ଟ କରୁଥିବେ, ସେଠି ଦେଖିବାକୁ କେହି ନଥିବେ, ତ ସେଇ ସମୟରେ ଆପଣ କିଏ ରକ୍ଷା କରିବ? ଆପଣଙ୍କ କର୍ମ। ଆପଣଙ୍କ କର୍ମ ସେ ଜାଗାରେ ଆପଣଙ୍କୁ ରକ୍ଷା କରିବ। ଆକ୍ସିଡେଣ୍ଟ ପଡିతే ସେନ୍ସ ତ କିଛି ନଥିବ, ଲୋକ ଆପଣଙ୍କୁ ଉଠେଇକିରି, ଲୋକ ଉଠେଇ ନେଇକି ମେଡିକାଲ ପକେଇବେ, ଡକ୍ଟର ଟ୍ରିଟମେଣ୍ଟ କରି ସବୁ ଜିନିଷ କରିବେ। ଆପଣ ସେନ୍ସ ଫେରିଲା ବେଳକୁ ଆପଣ ସବୁ କାମ ସରିଯାଇଥିବ। ଆପଣ କହିଲେ ନା ମୁଁ ପ୍ଲାନିଂ କରି ସବୁ କାମ କରୁଛି, ମୋ ପ୍ଲାନ ଅନୁଯାୟୀ ଅଛି, ମୋ ହାତରେ ମୋ ଭାଗ୍ୟ ମୁଁ ଲେଖିଛି। ନାଇଁ ନାଇଁ ଭାଇ, ଆପଣଙ୍କ ଭାଗ୍ୟ ସବୁ କିଛି ଜିନିଷ ଆପଣ କର୍ମ, ଯେମିତି କର୍ମ କରିବେ ଆପଣ ଲାଇଫ ସେମିତି ରିଟର୍ନିଂ ଆସିବ। ତେଣୁ କର୍ମ ଉପରେ ପ୍ରାୟୋରିଟି ଦିଅନ୍ତୁ। କର୍ମ ବାରମ୍ବାର ମୁଁ କହୁଛି, ଏସବୁ ଜିନିଷ କହୁଛି କାହିଁକି, କାରଣ ଆପଣ ଏ ଲାଇଫରେ ଜଣଙ୍କ ସାଥ ଭଲ କାମ କରୁଥିଲେ, ତାହେଲେ ଆକ୍ସିଡେଣ୍ଟ ହେଇକି ପଡିଲେ କାହିଁକି ନା? ଆପଣ ସେ ପୂର୍ବ କ୍ଲାସରେ କହିସାରିଛି ଅଲରେଡି, ତ ପୂର୍ବ ଜନ୍ମର ଯୋଉ କର୍ମ ଫଳ କରୁଛନ୍ତି ତାର ଆପଣ ଫଳ ପାଉଛନ୍ତି।
ତାକୁ ପ୍ଲସ୍ ମାଇନସ୍ କ୍ୟାନସଲ କରୁଛି ଯେ ନା ଆପଣ ଏ ଜନ୍ମର କର୍ମ ଏ ଜନ୍ମର ଯଦି କର୍ମ ଆପଣ ଠିକ ଠାକ କରୁଛନ୍ତି ପୂର୍ବ ଜନ୍ମର କର୍ମ ନେଇକରି ଆପଣ ଏ ଜାଗାରେ ଆକ୍ସିଡେଣ୍ଟରେ ପଡିଲେ ଏ ଜନ୍ମ କର୍ମ କଣ କଲେ ନା ଆପଣଙ୍କୁ ରକ୍ଷା କଲା ଆପଣ ଅନନୋନ ଜାଗାରେ ଆକ୍ସିଡେଣ୍ଟ ହେଇ ପଡିଲେ ଲୋକ ଆପଣଙ୍କୁ ଉଠେଇଲେ ମେଡିକାଲ ନେଇକି ଗଲେ ଆପଣ ଭଲ ହେଇକି ଆସିଲେ ତେଣୁ ସେଥିପାଇଁ ବାରମ୍ବାର କହୁଛି କର୍ମକୁ ସୁଧାରି ନିଅନ୍ତୁ କାହାର କେବେ ଖରାପ ଚିନ୍ତା କରନ୍ତୁ ନାହିଁ ଯାହାର ଯେତେ ଭଲ ଚିନ୍ତା କରିବି ଆପଣ ଯଦି ଅନ୍ୟର ଭଲ ଚିନ୍ତା କରୁଛନ୍ତି ତାହେଲେ ଭଗବାନ ଆପଣଙ୍କ ପାଇଁ ଭଲ ଚିନ୍ତା କରିବେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ କହିଛନ୍ତି ନା ସର୍ବ ଧର୍ମାନ ପରିତ୍ୟଜ ମାମେକ ଶରଣ ଭଜ ଅହମ ତମ ସର୍ବାତ୍ମକ ମକେଶାମି ମାସୁଚ ତୁ ସବୁ କିଛି ପରିତ୍ୟାଗ କରି ମୋ ପାଇଁ କର୍ମ କର ମୁଁ ତତେ ସବୁ ବିପଦରୁ ରକ୍ଷା କରିବି ତା ମାନେ ନୁହେଁ ଯେ ଆମେ ସବୁ କିଛି ପରିତ୍ୟାଗ କରି ଭଗବାନ ସେ ଅର୍ଥରେ କହିନାହାନ୍ତି ଆମେ ସବୁ କିଛି ପରିତ୍ୟାଗ କରି ଦିନ 24 ଘଣ୍ଟା ତପ ଜପ କରିବା ନା ଭଗବାନଙ୍କୁ ବସି ଖାଲି ମନ୍ଦିର ବସି ପୂଜା କରିବା ନାଇଁ ସେ କଥା କହିନାହାନ୍ତି ଏ ସୃଷ୍ଟି ହେଲା ଭଗବାନଙ୍କର ମଣିଷ ଯେତେବେଳେ ଜନ୍ମ ନେଇକି ଆସିନି ସେ ସୃଷ୍ଟି ପାଇଁ ତାକୁ କର୍ମ କରିବା ପାଇଁ ପଡିବ ତ ଜନ୍ମ ନେଇକି ଆସିଛି ମିନ୍ସ ଭଗବାନ ପାଇଁ କାମ କରିବା ଅର୍ଥାତ ସୃଷ୍ଟି ପାଇଁ କାମ କରିବା ଅର୍ଜୁନ ଯୁଦ୍ଧ କରୁଥିଲେ କଣ ଧର୍ମ ଯୁଦ୍ଧ ଚାଲିଥିଲା ଧର୍ମ ସ୍ଥାପନ ପାଇଁ ଯୁଦ୍ଧ କରୁଥିଲେ ତେଣୁ ଭଗବାନ ତୁ ମୋ ପାଇଁ କାମ କରୁଛ ତ ଧର୍ମ ପାଇଁ କାମ କରୁଛୁ ଏ ସଂସାର ପାଇଁ କାମ କରୁଛୁ ପାପୀ ମାନଙ୍କୁ ହଟଉଛୁ ତେଣୁ ସେ ତୋର ବାବା ହଉ ସେ ତୋର ମା ହଉ ସେ ତୋ ମାମୁଁ ହଉ ସେ ତୋ ଦାଦା ହଉ କି କକା ହଉ କି ବଡାପା ହଉ ଯିଏ ବି ହଉ ଧର୍ମ ପାଇଁ କାମ କରୁଛୁ ତୋ ପାଇଁ କାମ କରୁନୁ ଧର୍ମ ପାଇଁ କରୁଛୁ ମୋ ପାଇଁ କାମ କରୁଛୁ ତୋ ଆଗରେ ସମୟ ସମାନ ଧର୍ମ ସ୍ଥାପନ କରିବା ପାପୀ ଯିଏ ବି ଅଛନ୍ତି ଯିଏ ବି ହଉ ତାକୁ ତତେ ମାରିବାକୁ ପଡିବ ତୁ ସେଠି ପାପ ଅର୍ଜନ କରିବୁନୁ କାରଣ ଯାହା କିଛି ପାପ ତୋର ହବ ସେ ପାପ କ୍ଷୟ ମୁଁ କରିବି ତେଣୁ ତୁ ମୋ ପାଇଁ କାମ କର ସେଥିପାଇଁ ଆମେ ସୃଷ୍ଟିକୁ ଜନ୍ମ ନେଇକି ଆସିଛେ ମଣିଷ ଜନ୍ମ ନେଇକି ଯେକୌଣସି ଜନ୍ମ ନେଇକି ଆସିଛେ ସୃଷ୍ଟି ପାଇଁ ହିଁ କାମ କରିବା ପାଇଁ ପଡିବ ସୃଷ୍ଟି ଯିଏ ବି ଅଛନ୍ତି ସେ ଗଛ ଲତା ହଉ କିମ୍ବା ପଶୁ ପକ୍ଷୀ ହଉ ମଣିଷ ହଉ ସମସ୍ତେ ଆପଣଙ୍କ ବିନା ଦ୍ୱିଧାରେ ବିନା ଆଶାରେ ଆପଣ ପରିଶ୍ରମ କରିବେ ଯଦି ପରିଶ୍ରମ କରିବେ ତାହେଲେ ଆପଣ ଲାଇଫ ଖୁସିରେ ଚାଲିବ ଆପଣ ପକେଟରେ ପଇସା ନଥିବ କିନ୍ତୁ ଆପଣ ପାଣି ପିଇକି ଶୋଇଲେ ମଧ୍ୟ ଆପଣ ଖୁସିରେ ଶୋଇବେ ଲୋକଙ୍କ ଘରେ ଦେଖନ୍ତୁ ଖାଇବା ପିଇବାର କିଛି ଅସୁବିଧା ନାହିଁ ପଇସାର ଅସୁବିଧା ନାହିଁ ଟଙ୍କାଟିଏ ତାଙ୍କର ଅସୁବିଧା ନାହିଁ କିନ୍ତୁ ରାତିରେ ସବୁ ପ୍ରକାର ଜିନିଷ ସେ ରାତିରେ ଉପାସ ଶୋଉଛନ୍ତି ଜଣ ପାଖରେ ପଇସା ନାହିଁ ସେ ପାଣି ଗ୍ଲାସ ଗୋଟେ ଗ୍ଲାସ ପାଣି ପିଇଲା ପାଣି ପିଇକିରି ଖୁସିରେ ଶୋଇଲା ସୁଖ ନିଦ୍ରା ଶୋଇଲା ଜଣ ପାଖେ ଧନ ରତ୍ନ ସବୁ ଜିନିଷ ଅଛି ଘରେ ରୋଷେଇ ହେଇଛି କିନ୍ତୁ ସେ ଉପାସ ହଉଛି କଣ ଉପାସ ହେଲା ସ୍ତ୍ରୀ ସହିତ ଝଗଡା କଲା ପିଲାମାନେ କଣ କିଛି କହିଲେ ମନ ଖରାପ ହେଲା ସବୁ ଜିନିଷ ରୋଷେଇ ଆସି ସବୁ ଚାଲିଛି ଧନ ଜନ କୌଣସିର ଅଭାବ ନାହିଁ କିନ୍ତୁ ଲୋକଟି ଉପାସରେ ଶୋଇছে ରାତିରେ ଶୋଇପାରିବନି ଏଇ ସବୁ ଜିନିଷ ତା ମୁଣ୍ଡରେ ଯୋଉ ଚାଲିବ ରାତିରେ ଶୋଇପାର ନିଦ ହବନି ପଇସାର ତ ଅଭାବ ନାହିଁ ଧନର ତ ମାନେ ଧନର ଅଭାବ ନାହିଁ ଘରର ଅଭାବ ନାହିଁ ଏସି ରୁମ ଲାଗିଛି ସବୁ ଜିନିଷ ଲାଗିଛି କିନ୍ତୁ ସେଇ ଆପଣ ରୋଷେଇ ଭଲ ଭଲ ରୋଷେଇ ଅଛି ଭଲ ଜିନିଷ ରୋଷେଇ ଅଛି ରୋଷେଇ କରୁ ସବୁ ଜିନିଷ କରୁ କିନ୍ତୁ ଆପଣ ଉପାସ ହଉଛନ୍ତି ଆଉ ରାତିରେ ଆଖିରେ ନିଦ ନାହିଁ କିନ୍ତୁ ଏ ଲୋକ ପାଇଁ ସେମ ଜିନିଷ ଆପଣ ଉପାସ ହଉଛନ୍ତି ଇଏ ଉପାସ ହଉଛି ଆପଣ ଦୁଃଖରେ ଉପାସ ଶୋଉଛନ୍ତି ରାତିରେ ନିଦ ହବନି ଇଏ ପାଣି ଗ୍ଲାସ ଟେ ପିଇକି ଖୁସିରେ ଶୋଇଯାଉଛି ତା ପାଖରେ ପଇସା ନାହିଁ ସେ ଉପାସ ଶୋଇଲା କିନ୍ତୁ ସେ ଖୁସିରେ ଶୋଉଛି କିନ୍ତୁ ଆପଣଙ୍କ ପଇସା ଅଛି ଆପଣ ଉପାସ ଶୋଉଛନ୍ତି ଦୁଃଖରେ ଶୋଉଛନ୍ତି ରାତିରେ ନିଦ ହବନି ତେଣୁ ଇଏ ଲାଇଫ ବେଟର ଲାଇଫ ଆଜି ପଇସା ନାହିଁ ଖାଆନ୍ତୁ ନାହିଁ କିଛି ଅସୁବିଧା ନାହିଁ ପାଣି ପିଇ ଶୋଇଯାଅ କାଲିକି ଦେଖିବା ଭଗବାନ ଅଛନ୍ତି ସବୁ କିଛି ମୋର ବୁଝିବେ ଇଏ ଲୋକ କିଛି ରୋଗ ବୈରାଗ କିଛି ହବନି ଥଣ୍ଡା ଜ୍ୱର କିଛି ହବ ଇଏ ଲୋକ ସବୁ କଣ ହବ ପଇସା ପତ୍ର ତ ଅଛି ପୂର୍ବ ଜନ୍ମ ଇଏ ତ ପଇସା ପତ୍ର ସବୁ ମିଳିଛି ତାକୁ ପଇସା ସବୁ ଅଛି ମେଡିକାଲ ଯାହାକୁ ବହୁତ ରୋଗ ମାଡି ବସିବ ମେଡିକାଲ ଯାଇକିରି ବିଭିନ୍ନ ପ୍ରକାର ରୋଗରେ ଆଡମିଟ ହଉଥିବ ପଇସା ଖର୍ଚ୍ଚ ହଉଥିବ ଉପାସ ହଉଥିବ ଆର ଦୁଃଖ ଯନ୍ତ୍ରଣା ଅଧିକା ରହିବ ରାଦର ଦାନ ଦିସ୍ ତେଣୁ ସେଥିପାଇଁ ଯେତେ ଆପଣ ଭଲ କର୍ମ କରିବେ ଆପଣ କର୍ମ ହିଁ ଆପଣଙ୍କୁ ରକ୍ଷା କରିବେ ତ ଏତେ ଜିନିଷ ଆମର କହିବା ପଛରେ ମୂଳ ଉଦ୍ଦେଶ୍ୟ ହେଲା କଣ ନା ଯଦି ଆପଣଙ୍କ ପାଖକୁ କିଏ ପ୍ରେଡିସନ ଆସୁଛି ତାହେଲେ ଆପଣ ଯଦି ଜାଣୁଛନ୍ତି ତାର ଶନି 7.5 ଅଛି ଯଦି ଶନି 7.5 ଅଛି ଆପଣ ପଞ୍ଚପକ୍ଷ ପ୍ରେଡିସନ ପାଇଁ ଆସ ଆଷ୍ଟ୍ରୋଲୋଜି ଆସିଲେ ତ ଆମେ ଆଗକୁ ସବୁ ପଢିବା
କିନ୍ତୁ ଆମର କ୍ଲାସ ଚାଲିଛି ଏବେ କଣ ନା ପଞ୍ଚପକ୍ଷ ପ୍ରେଡିକ୍ସନ। ତେଣୁ ଯାହା ପ୍ରେଡିକ୍ସନ ଦେବା ପୂର୍ବରୁ ତାହାର ଟିକେ କଥା ହେବେ, ତା ବିଷୟରେ ସବୁ ଜିନିଷ ଜାଣିବେ। ଦିଟା ପୂର୍ବ କ୍ଲାସରେ ଆମେ ପଢୁଥିଲେ ପିତୃ ଦୋଷ। ଯଦି ପିତୃ ଦୋଷ ଅଛି ତାହେଲେ ତା ପାଇଁ କଣ କରିବା ପାଇଁ ପଡିବ? ତେଣୁ ସେଥିପାଇଁ କଷ୍ଟମରକୁ ଆପଣଙ୍କ ସମୟକୁ ଦିଆଅଛି ପ୍ରେଡିକ୍ସନ ଦେବା ପୂର୍ବରୁ। ପ୍ରେଡିକ୍ସନ ଦେବା ପୂର୍ବରୁ ତା ସହିତ କଥା ହେବେ, ସବୁ ଜିନିଷ ଜାଣିବେ, ତା ଲାଇଫରେ କଣ କଣ ଚାଲିଛି। ତ ସେଇ ଅନୁଯାୟୀ ଆପଣ ତାକୁ ପ୍ରେଡିକ୍ସନ ଦେବେ, ସଜେସନ ସେଇ ଅନୁଯାୟୀ ଦେବେ। ଖରାପ ଯଦି ତାର ବହୁତ ଯଦି ଖରାପ ଚାଲିଛି, ଖରାପଟାକୁ ଆପଣ ଅଦର ୱେରେ ତାକୁ ବୁଝେଇକି କହିବେ, ଡାଇରେକ୍ଟ ତାକୁ ଖରାପ ଚାଲିଛି ସବୁ ଜିନିଷ କହିବେ, ତାକୁ ଡିମୋରାଲାଇଜ କରିବେ। ତାକୁ କଣ କରିବେ? ମୋରାଲାଇଜ କରିବେ। ତ ଯୋଉମାନେ ଏ ଲାଇଫକୁ ଆସୁଛନ୍ତି, ଆଷ୍ଟ୍ରୋଲୋଜି ଲାଇଫକୁ ଆସୁଛନ୍ତି, ବର୍ତ୍ତମାନ ଦେଖନ୍ତୁ ଆପଣ କେମିତି ବିଜନେସ କରିପାରିବେ, ଗ୍ରୋ କରିପାରିବେ, ସେଇ ବିଷୟ ଟିକେ କହୁଛି ଶୁଣନ୍ତୁ ମନ ଧ୍ୟାନ ଦେଇକି। ଆପଣ ମୂଳ ପ୍ରଫେସନ ସହିତ ଆକୁ ମଧ୍ୟ ପ୍ରଫେସନ କରିପାରିବେ ଯଦି ଆପଣ ଆଷ୍ଟ୍ରୋଲୋଜି ଶିଖୁଛନ୍ତି। ତ ଆପଣ କେମିତି ଆଜିକାଲି ଦୁନିଆରେ କେମିତି ପଇସା ଆପଣ କରିପାରିବେ? ଜଣେ ଯଦି ସବୁ ଫୁଲ ଟାଇମ ଜବ କରୁଛି, ଆଠଟାରୁ ଦିନ 12ଟା ପର୍ଯ୍ୟନ୍ତ, ରାତି 8ଟା ପର୍ଯ୍ୟନ୍ତ 12 ଘଣ୍ଟା ସେ କାମରେ ବ୍ୟସ୍ତ ରହୁଛି। ତେଣୁ ସାର୍ ମୁଁ ପ୍ରଫେସନ କରିବା କେମିତି କରିବେ? ହଁ କରିପାରିବେ। କେମିତି କରିପାରିବେ? ଦେଖନ୍ତୁ ସବୁଦିନ ତ କାମ ରହିବନି, ସଣ୍ଡେ ଗୋଟେ ଦିନ ଆପଣ ଖାଲି ଦେଇପାରିବେ। ତ ଆଜିକାଲି ବର୍ତ୍ତମାନ ଡିଜିଟାଲ ଯୁଗ ହେଲା, ଅନଲାଇନ ଯୁଗ ହେଲା। ତ ଅନଲାଇନ କରି ଆପଣ କଣ କରିପାରିବେ? ନିଜର ଆଡ କରିପାରିବେ। ଲୋକ ଜାଣିବା ଦରକାର ନା, ଲୋକ ଜାଣିବା ଦରକାର ଯେ ଆପଣ ଆଷ୍ଟ୍ରୋଲୋଜି ଶିଖୁଛନ୍ତି, ଆଷ୍ଟ୍ରୋଲୋଜି କରୁଛନ୍ତି। ତ ସେଥିପାଇଁ ଆପଣ ଗୋଟେ ଦିନ ଫେସ୍ ରଖିଥିବେ ସଣ୍ଡେ। ସଣ୍ଡେ ଆପଣଙ୍କ ପାଖକୁ ଲୋକ ଆସିବେ, ଆପଣ ତାଙ୍କୁ ଫିଜିକାଲି ଆପଣ ତାଙ୍କୁ ଦେଖା କରି ସେ ଜିନିଷ କରିପାରିବେ। ଯଦି ଝିଅ ନ ଆସି ପାରୁଛନ୍ତି, ଅନଲାଇନ ଆଜି ହେଲା ଭାଇ, ସିଏ ଆପଣଙ୍କ ଡିଟେଲ୍ସ ପଠେଇବେ। କଣ ପଠେଇଲେ? ତାଙ୍କ ନେମ୍ ପଠେଇଲେ, ଡେଟ୍ ଅଫ ବାର୍ଥ ପଠେଇଲେ, ଟାଇମ ଅଫ ବାର୍ଥ ପଠେଇଲେ, ପ୍ଲେସ୍ ଅଫ ବାର୍ଥ ପଠେଇଲେ। ଆପଣ ଆପଣଙ୍କ ସମୟ ଅନୁଯାୟୀ ଦେଖି ତାକୁ ଗଣନା କରି ରଖିଲେ। ତାପରେ ସେ ଫୋନ ମାଧ୍ୟମରେ ଯଦି ରାତି 8ଟା ପରେ ଆପଣ ଫ୍ରି ଅଛନ୍ତି, ତାହେଲେ ଆପଣ ତାକୁ କହିବେ ରାତି 8ଟା ପରେ, ରାତି 8ଟାରୁ 9ଟା, ଗୋଟେ ଘଣ୍ଟା ଆପଣ ଟାଇମ ରଖିବେ, ବାବା 8ଟା 9ଟା ଆପଣ ଫୋନ କରି ଆପଣ ଜିନିଷ ପଚାରିପାରିବେ। ଆପଣ ସେ ସମୟରେ କହିପାରିବେ, କିମ୍ବା ଆପଣ ଯେକୌଣସି ଫ୍ରି ସମୟରେ ଆପଣ କହିପାରିବେ। ତ ଆପଣ ଅନଲାଇନ ତାଙ୍କୁ ଫୋନ ମାଧ୍ୟମରେ କହିଲେ, ରିପୋର୍ଟ ଆପଣ ଯାହା କଥା ଲେଖିକିରି ହ୍ୱାଟ୍ସଆପ ଲେଖି ପଠେଇ ପାରିବେ, ପେପର ଲେଖି ଫଟୋ ଉଠେଇ ପଠେଇ ପାରିବେ, ପେପର ଲେଖି ଫଟୋ ଉଠେଇ ଦେଇ ପଠେଇ ଦେଇ ପାରିବେ, ଫୋନ ମାଧ୍ୟମରେ ଆପଣ କହିପାରିବେ। ନହେଲେ ଯଦି ସଫ୍ଟୱେୟାର ୟୁଜ କରୁଛନ୍ତି, ସଫ୍ଟୱେୟାର ମଧ୍ୟ ରିପୋର୍ଟ ଆପଣ କହିକି ପଠେଇ ଦେଇ ପାରିବେ। ତା ସହିତ ଯୋଉମାନେ ଚାହୁଁଛନ୍ତି ନାଇଁ ଫୁଲି ପ୍ରଫେସନାଲ ଆଷ୍ଟ୍ରୋଲୋଜି ନେଇ କରିବା ପାଇଁ ଚାହୁଁଛନ୍ତି, କରିପାରିବେ। ଘରେ ବସିଲେ ସମୟ ଲାଗିବ, କାହିଁକିନା ଇଏ ରାତାରାତି କେବେ ହବନି, କାହିଁକିନା ଆପଣଙ୍କ ରେପୁଟେସନ ବଢିବ। ଯଦି ଲୋକ ଅଧିକା ଆପଣ ଜାଣିବେ, ଆସ୍ତେ ଆସ୍ତେ ଇନକମ ବଢିବ, ରାତାରାତି ବଢିବନି। କିନ୍ତୁ ରାତାରାତି ଆପଣ ଇନକମ କରିପାରେ, ତାର ମଧ୍ୟ ଅଛି, ଯେହେତୁ ଅନଲାଇନ ସବୁ ଅଛି। ତ ଅନଲାଇନ କଣ ବିଭିନ୍ନ ପ୍ରକାର ବର୍ତ୍ତମାନ ୱେବସାଇଟ ଅଛି, ଆପଣ ୱେବସାଇଟ ରେଜିଷ୍ଟ୍ରେସନ କରିପାରିବେ। ବର୍ତ୍ତମାନ ୱେବସାଇଟରେ ଆପଣ ରେଜିଷ୍ଟ୍ରେସନ କରିପାରିବେ। ତ ରେଜିଷ୍ଟ୍ରେସନ କରିକି କଣ ହବ? କଲେ ସେମାନେ ଆପଣଙ୍କୁ ରିକ୍ରୁଟମେଣ୍ଟ କରିବେ। ଆପଣ ଇଣ୍ଟରଭ୍ୟୁ ହବ, ଆପଣ ଇଣ୍ଟରଭ୍ୟୁ ହବ, ଇଣ୍ଟରଭ୍ୟୁ ହେଇକି ଆପଣ ସେ ରିକ୍ରୁଟମେଣ୍ଟ କରିବେ। ରିକ୍ରୁଟମେଣ୍ଟ ଫିସ୍ କେମିତି ପାଇବେ? କାହିଁକିନା ଆଜିକାଲି ଲୋକ ଆଉ ଆଷ୍ଟ୍ରୋଲୋଜି ପାଖକୁ ନ ଯାଇକି ଅନଲାଇନ ସେ ଯେତେ ଅଛି, ଯେମିତି ଆପଣ ନାଁ ଶୁଣିଥିବେ ଆଷ୍ଟ୍ରୋଟକ, ବାଲାଜୀ, ତାପରେ କ୍ଲାରିଟି, ବହୁତ ପ୍ରକାର ଇଏ ଅଛନ୍ତି, ବହୁତ ପ୍ରକାର ଆପଣ ଯଦି ସର୍ଚ୍ଚ କରିବେ ଅଛି, ଆପ୍ ଅଛି, ଫେସବୁକ ମାଇଲ ଫେସବୁକ ଆସିକି ଅଟୋମେଟିକ ଆସିଯିବ। ତ ଏଠି କଣ ଅନଲାଇନରେ ଆଷ୍ଟ୍ରୋଲୋଜର ଆଭେଲେବୁଲ ଅଛନ୍ତି, ଅନଲାଇନ ଆଷ୍ଟ୍ରୋଲୋଜର ଆଭେଲେବୁଲ ଅଛନ୍ତି। ତ ଏଠି ଆପଣ କେମିତି ଫିସ୍ ଦେବେ, କେମିତି ପାଇବେ? ନା କମ୍ପାନୀ ମାନେ ଏମାନେ ସବୁ କଣ କରୁଛନ୍ତି, ଯିଏ ଯଦି କଷ୍ଟମର ତାଙ୍କ ଏଣ୍ଟ୍ରି କଲା, ସେମାନେ କଣ କରୁଛନ୍ତି, पर मिनिट और पर 10 मिनिट ଫିସ୍ ରଖିଥାନ୍ତି, पर मिनिट और पर 10 मिनिट ଫିସ୍ ରଖିଥାନ୍ତି। ତାପରେ 10 ମିନିଟ ସେମାନେ ରଖିଥାନ୍ତି। ସପୋଜ କଷ୍ଟମର ଦଉଛି 200 ଟଙ୍କା ଦଉଛି, କଷ୍ଟମର ଫିସ୍ ଦଉଛି 10 ମିନିଟ ପାଇଁ 200 ଟଙ୍କା ଦଉଛି। ତାହେଲେ ସେମାନେ କଣ, ସେମାନେ ଚାର୍ଜେସ୍ 100 ଟଙ୍କା ରଖୁଛନ୍ତି। ଯିଏ ଆଷ୍ଟ୍ରୋଲୋଜର ଆପଣଙ୍କୁ ଦେଖିଥିବ କଥା ହଉଛି, ତାର 200 ଟଙ୍କା, 10 ମିନିଟ 100 ଟଙ୍କା। और पर मिनिट ଥାଏ, पर मिनिट 20 ଟଙ୍କା ଥାଏ, पर मिनिट 50 ଟଙ୍କା ଥାଏ, पर मिनिट 100 ଟଙ୍କା ଥାଏ। ଅଲଗା 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 ଚାର୍ଜେସ୍ ଥାନ୍ତି। ତ ଆପଣଙ୍କୁ ପ୍ରଥମେ ସେମାନେ କଣ କଲେ ନା ଇଣ୍ଟରଭ୍ୟୁ କଲେ, ଆପଣ ଆପ୍ଲାଏ କରିବା ପାଇଁ ପଡିବ। ଯେମିତି ଆପଣ ଜବ୍ ଆପ୍ଲାଏ କରୁଛନ୍ତି, ଏଠି ମଧ୍ୟ ଆପଣ ଜବ୍ ଆପ୍ଲାଏ କରିବେ। ଜବ୍ ଆପ୍ଲାଏ କଲେ କଣ ହବ, ସେ ଆପଣଙ୍କୁ ଇଣ୍ଟରଭ୍ୟୁ କରିବେ, କୋଶ୍ଚିନ୍ ପଚାରିବେ। କୋଶ୍ଚିନ୍ ପଚାରିବେ ସେ, ଆଉ ଆପଣ କମ୍ୟୁନିକେସନ ସ୍କିଲ୍ ଦେବେ, ବିଭିନ୍ନ ପ୍ରକାର ସିଚୁଏସନ ମଧ୍ୟ କହିବେ। ମୁଁ ମଧ୍ୟ ଇଣ୍ଟରଭ୍ୟୁ ଦେଇଛି ନା, ମୁଁ ଯାହା ଯାହା ଫେସ୍ କରିଛି, ମୁଁ ଆପଣଙ୍କୁ ସେଇ ଜିନିଷ କହୁଛି। ତ ସେ ଆପଣଙ୍କୁ
इंटरव्यू करे पचारे अपन स्किल देखिए पचारे क्वेश्चन विभिन्न प्रकार क्वेश्चन बताए जो सब साटिस्फाई तो आपको एंगेज करे कला पर आपको पैसा मिले अर्थात 10 मिनिट कि 10 मिनिट जब आप 100 टका पाँच 10 मिनिट की जब आप 100 टका आप प्राप्त होची दिन को जब आप 2 घंटा काम कर 2 आवर काम कर 2 आवर मीन 120 मिनिट 120 मिनिट आप काम कले ताले 10 मिनिट के आप 100 टका पाँच 120 मिनिट केते टका पाइबे 10 मिनिट को आपको 100 टका इनकम होला 2 घंटा आप काम कले 2 घंटा गोटे दिन में आप 2 घंटा काम कले 2 घंटा काम कले अर्थात 120 मिनिट ताले आपनकर केते टका इनकम होला ବହୁତ ଟଙ୍କା आज्ञा 1200 ଟଙ୍କା 1200 टका ओके देखो दिन को आप इनकम होला 1200 टका इवन गोटे गोटे दिन आप दिन को 10 घंटा के काम मिल आप समय पाइबेन लोक फोन आस जदि आपन को भल प्रेडिक्शन दउछन आप रेटिंग जदि 5 स्टार पाइले आपण कस्टमर जदि आपन को 5 स्टार रेटिंग देले तान से कौन हम ना जीए जीए इनक्वारी करिवो फास्ट कॉल कौन आपन दाम पड़ेगा तान ताका आपन सब दिन सहित जहां रेटिंग भल थाए जहां रेटिंग भल थाए तापको ऑटोमेटिक पड़ेगा आस्ते आस्ते आपन फीस बढ़ी बढ़ी चले जेहेतु रेटिंग बढ़ी बढ़ी चलुची से आपण फीस बढ़ी बढ़ी चलिए जो संस्था द्वारा आप रिक्रुटमेंट करते सी आपका फीस बढ़े बढ़ी चलो आप 10 मिनिट प्रथम 100 टका दौर 10 मिनिट में 500 टका देवे कारण कस्टमर डिमांड से कस्टमर अधिक पैसा रखिए से लिखिदेवे जे यही प्रोफाइल कारण लोक फीडबैक थी ना आपड़ से रिव्यू देवे सब फीडबैक देवे सब रिव्यू देवे स्टार पाई जो भल लोक कौन करेंगे जो वेबसाइट सर्च कर देखिए कार भल रिव्यू अच्छी यार भल रिव्यू अच्छी कंटाक्ट कर बर अधिक पैसा पड़ो कंटाक्ट करें तो आप गोटे मासरे गोटे मास 1 लाख 2 लाख 5 लाख 10 लाख इनकम करें बट फिक्स इनकम एजार नुहे 10,000 हो पारे लक्ष टका हो पारे 5 लाख हो 10 लाख इनकम करें डिपेंडिंग अपॉन योर स्किल रिव्यू एंड रेटिंग आप रिव्यू केमती रोचे रेटिंग केमती आप पैसा घर बस इनकम हो कौन चीज देखा फोन लैपटॉप खंडे खोलिक बसले फोन टा धरी बस फोन बाजिला से डिटेल्स कहले आप देखले रिप्लाई देले लोक जानी नथिबे जे घरे एटी गोटे एस्ट्रोलॉजर अछि किंतु से ऑनलाइन बहुत फेमस है ये थियो आ ऑफलाइन यदि आपण देखुछन जो दिन आपण समय हला संडे गोटे दिन समय हला जो दिन आपण समय हेई पारे आपण जॉब जॉब सहित एटा भी करि पारिबे तापर जॉब छाडी कि जेतल फुली प्रोफेशनल देखले पैसा मिलबो जॉब छाडी दे प्रोफेशनल करि पारे पैसा कम कर पारे प्रोवाइडेड आपण को भलसे लर्निंग करे पड़िबो यदि भलसे आपण लर्निंग करछन ताल से यार किछि असुविधा हबो ना लर्निंग नहले आपण तो प्रेडिक्शन ठीक ठाक न पाए तो लोक तो फीडबैक तो भल रही ना निजी परिश्रम करा पड़े संपूर्ण शिक्षा पड़े यदि शिखुंत पैसा इनकम करें आप प्रेडिक्शन ठीक से करा दरकार कस्टमर डीलिंग करे कस्टमर डीलिंग इज वेरी वेरी इंपोर्टेंट कस्टमर डीलिंग जब ठीक से न कर कस्टमर आप आसवे लोक सहित भल व्यवहार करा दरकार भल कथा हवा दरकार मोटिवेशन कर कहवा दरकार आप कस्टमर साटिस्फेक्शन हो पाखे रहे जिते जिन आम एपर्त डिस्कसन कर सारे 1 आवर आपर जब आप क्वेश्चन था पचार आगे जा क्या क्वेश्चन नहीं चलो आम पंच पक्ष जो अधा था आउ कि लिखिना कल क्लास रे सब जिन सारीद जहाँ जहाँ अच्छे नेक्स्ट आउ प्रेडिक्शन आड़ के जा कहतु कौ डेज पर्यंत आम लिखी कौ डेज पर्यंत लिखी ଯାତ୍ରା ବେଳା ଆପଣ ଭଏସ କ୍ଲିୟର ଆସିଲାନି ଆଉ ଥରେ କୁହନ୍ତୁ ଶୁକ୍ଳ ପକ୍ଷ ସୋମବାର ବୁଧବାର ରାତ୍ର ବେଳା ପର୍ଯ୍ୟନ୍ତ ସରିଥିଲା ओके सोमवार बुधवार
शुक्ल पक्ष राति समय चलता सॉरी जाइए ताले आज लिखवा शुक्ल पक्ष बृहस्पतिवार गुरुवार गुरुवार रात्र समय देख प्रथम जम सकाल 6टा रु 8:24 प्रथम जम सकाल 6टा रु 8टा सॉरी सकाल पड़े रात्रि पड़े संध्या 6टा रु 8:24 राति राति समय पड़ सारे हेडिंग दियंत शुक्ल पक्ष गुरुवार रात्रि ताले प्रथम है मयूर मयूर है खाइबा पोजिशन उल्लू घूमना पोजिशन मुर्गा शासन करिया अवस्था गिद्ध सोना कौवा मरना मयूर खाइबा अवस्था पेचा भ्रमण करिया अवस्था कुकुड़ा शासन करिया अवस्था शागुणा शोइबा अवस्था काऊ मरिबा अवस्था eating walking ruling sleeping and dying फटाफट लिखी दियंतु आज शुक्ल पक्ष रातिटा सारिदेवा काली चेष्टा करिवा काली क्लास रे कृष्ण पक्षर छाड़देवा काली चेष्टा करिवा आपण लिखिया पे प्रिपेयर हेतिबे काली संडे अछि लिखिया पे प्रिपेयर हेतिबे सब लिखि देबे छाड़देवा तापरे नेक्स्ट अदर प्रेडिक्शन पंच पक्षर अदर दिन से डिस्कशन करे हम प्रेडिक्शन तापरे द्वितीय जम राति 8:25 रु 10:48 8:25 PM टू 10:48 PM गिद्ध खाना कौवा घूमना मयूर शासन करना उल्लू सोना मुर्गा मरना शागुणा है खाइबा अवस्था काऊ है भ्रमण करिया अवस्था मयूर शासन करिया अवस्था पेचा शोइबा अवस्था मुर्गा मरिबा अवस्था कुकुड़ा मरिबा अवस्था शागुणा खाना इटिंग काऊ वॉकिंग मयूर रूलिंग उल्लू पेचा स्लीपिंग कुकुड़ा डाई ये है सेकेंड जम थर्ड जम जीवा राति 10:49 रु राति 1:12 राति 10:49 रु 1:12 थर्ड जम पेचा खाइबा अवस्था कुकुड़ा घूमना अवस्था गिद्ध शासन करिया अवस्था कौवा शोइबा अवस्था मयूर मरिबा अवस्था उल्लू खाना मुर्गा घूमना गिद्ध शासन करना कौवा सोना मयूर मरना पेचा खाइबा अवस्था मुर्गा भ्रमण करिया अवस्था शागुणा शासन करिया अवस्था काऊ शोइबा अवस्था मयूर मरिबा अवस्था ताले ये थिला तृतीय जम सब आपण मन रखिया पड़ो इनिशियल तो मन नहीं पार्टी जो खातार आप लिखि रखुं काके सब लिखि रखिए आशा करू करू आपन को मन रही नेक्स्ट जीवा चतुर्थ अवस्था चतुर्थ जम राति 1:13 रु 3:36 कौवा खाना मयूर घूमना उल्लू शासन करना मुर्गा सोना गिद्ध मरना काऊ खाइबा अवस्था मयूर भ्रमण करिया अवस्था पेचा शासन करिया अवस्था मुर्गा शोइबा अवस्था कुकुड़ा शोइबा अवस्था शागुणा मरिबा अवस्था नेक्स्ट पंचम जम है
3:37 ସକାଳ 6ଟା ପର୍ଯ୍ୟନ୍ତ, ରାତି 3:37 ସକାଳ 6ଟା ପର୍ଯ୍ୟନ୍ତ। मुर्गा खाना, गिद्ध घूमना, कौवा शासन करना, मयूर सोना, उल्लू मरना। कुकुड़ा खाइबा अवस्था, ଶାଗୁଣା भ्रमण କରିବା ଅବସ୍ଥାରେ, କାଉ ଶାସନ କରିବା ଅବସ୍ଥା, ମୟୂର ଶୋଇବା ଅବସ୍ଥା, ଆଉ ପେଚା ମରିବା ଅବସ୍ଥା। ଡାଇଂ, ଇଟିଂ, ୱାକିଂ, ରିଲିଂ, ସ୍ଲିपिଂ, ଡାଇଂ। नेक्स्ट है शुक्रवार। शुक्रवार शुक्रवार प्रथम जम। शुक्रवार रात्रि प्रथम जम संध्या 6 ରୁ ରାତି 8:24। ଶାଗୁଣା ଖାଇବା ଅବସ୍ଥା, କାଉ ଭ୍ରମଣ କରିବା ଅବସ୍ଥା, ମୟୂର ଶାସନ କରିବା ଅବସ୍ଥା, ପେଚା ଶୋଇବା ଅବସ୍ଥା, ମୃଗା ମରିବା ଅବସ୍ଥା। गिद्ध खाना, कौवा घूमना, मयूर शासन करना, उल्लू सोना, मृगा मरना। नेक्स्ट दिबा शुक्रवार रात्रि द्वितीय जम। रात्रि द्वितीय जम रात्रि 8:25 ରୁ 10:48 पर्यंत। उल्लू खाना, मुर्गा घूमना, गिद्ध शासन करना, कौवा सोना, मयूर मरना। ताले पेचा कौन कर खाइबा अवस्था, कुकुड़ा भ्रमण କରିବା अवस्था, ଶାଗୁଣା ଶାସନ କରିବା अवस्था, काऊ ଶୋଇବା अवस्था, मयूर मरिବା अवस्था। ये थला कौन द्वितीय जम। तृतीय जम। तृतीय जम है राति 10:49 ରୁ 1:12। रात्रि 10:49 ରୁ राति 1:12। काऊ खाइबा अवस्था, मयूर भ्रमण କରିବା अवस्था, पेचा शासन କରିବା अवस्था, कुकुड़ा शोଇବା अवस्था, ଶାଗୁଣା मरिବା अवस्था। कौवा खाना, मयूर घूमना, उल्लू शासन करना, मुर्गा सोना, गिद्ध मरना। ये थिला आपन तृतीय अवस्था, तृतीय जम। तापर जम चतुर्थ जम। चतुर्थ जम है राति 1:13 ରୁ 3:36 पर्यंत। मुर्गा खाना, गिद्ध घूमना, कौवा शासन करना, मयूर सोना, उल्लू मरना। मुर्गा है खाइबा अवस्था, कुकुड़ा खाइबा अवस्था, ଶାଗୁଣା भ्रमण କରିବା अवस्था, काऊ शासन କରିବା अवस्था, मयूर शोଇବା अवस्था, उल्लू है और पेचा है मरिବା अवस्था। यह है चतुर्थ जम। जो लिखि पार असुविधा हो स्क्रीनशॉट मार दे। स्क्रीनशॉट मारिकी क्लास सरिया संगे संगे लिखिदे ना स्क्रीनशॉट ही रही। नेक्स्ट पंचम जम जीवा राति 3:37 ରୁ सकाळ 6ଟା पर्यंत। मयूर खाइबा अवस्था, पेचा भ्रमण କରିବା अवस्था, मुर्गा शासन करना, गिद्ध सोना, कौवा मरना। मयूर है खाइबा अवस्था, पेचा है भ्रमण କରିବା अवस्था, मुर्गा कुकुड़ा शासन କରିବା अवस्था, ଶାଗୁଣା ଶୋଇବା अवस्था,
काऊ मरिबा अवस्था ये ହେଲା fifth जन्म शुक्रवार fifth जन्म ओके नेक्स्ट दिबा और रहला शनिवार शुक्ल पक्ष शनिवार रात्रि समय 6टा रु संध्या 6टा रु 8:24 पर्यंत उल्लू हला खाना मुर्गा हला घूमना गिद्ध हला शासन करना कौवा हला सोना मयूर हला मरना पेचा हला खाइबा अवस्था मुर्गा हला भ्रमण करे अवस्था ଶାଗୁଣା ହେଲା ଶାସନ କରିବା ଅବସ୍ଥା କାଉ ହେଲା ଶୋଇବା ଅବସ୍ଥା ମୟୂର ହେଲା ମରିବା ଅବସ୍ଥା ତାର ପ୍ରଥମ ଜମର ପଞ୍ଚପକ୍ଷ ଶନିବାର ଶୁକ୍ଲ ପକ୍ଷରେ କାର୍ଯ୍ୟ ଲେଖି ଦଉଥିବେ ଯୋଉ ସମୟରେ ଆପଣ ନ ଲେଖି ପାରୁଥିବେ ମୋବାଇଲରେ ଦେଖୁଥିବେ ସ୍କ୍ରିନଶଟ ମାରୁଥିବେ ଲାପଟପ ଚ୍ୟାନେଲ ସ୍କ୍ରିନଶଟ ରଖିଥିବେ ବଡ଼ ଚେଷ୍ଟା କରନ୍ତୁ କ୍ଲାସ ସମୟ ଲେଖିଦେବା ପାଇଁ ଆଉ ଏକ୍ସଟ୍ରା କାମ ପଡିବନି ନହେଲେ ସେ ସେମିତି ସ୍କ୍ରିନଶଟ ରହିଯିବ ଆପଣ ଆପଣ କାମରେ ବ୍ୟସ୍ତ ହେଇଯିବେ ଆଉ ଲେଖିପାରିବେ ନେକ୍ସଟ ଯିବା ଦ୍ୱିତୀୟ ଜନ୍ମ ରାତି 8:25 ରୁ ରାତି 8:25 ରୁ 10:48 କାଉ ହେଲା ଖାଇବା ଅବସ୍ଥା कौवा खाना मयूर घूमना उल्लू शासन करना मुर्गा सोना गिद्ध मरना काउर खाइबा अवस्था मयूर भ्रमण କରିବା अवस्था पेचार शासन କରିବା अवस्था कुकुडार ଶୋଇବା अवस्था ଶାଗୁଣାର ମରିବା ଅବସ୍ଥା ଏହା ଦ୍ୱିତୀୟ ଜନ୍ମର କାର୍ଯ୍ୟବିଧି नेक्स्ट तृतीय जन्म राति 10:49 ରୁ 1:12 पर्यंत तृतीय जन्म मुर्गा खाना गिद्ध घूमना कौवा शासन करना मयूर सोना उल्लू मरना कुकुडार खाइबा अवस्था ଶାଗୁଣାର ଭ୍ରମଣ କରିବା ଅବସ୍ଥା କାଉର ଶାସନ କରିବା ଅବସ୍ଥା ମୟୂରର ଶୋଇବା ଅବସ୍ଥା ଆଉ ପେଚାର ମରିବା ଅବସ୍ଥା ଇଏ ହେଲା ତୃତୀୟ ଜନ୍ମର ଗତିବିଧି ନେକ୍ସଟ ଚତୁର୍ଥ ଜନ୍ମ ରାତି 1:13 ରୁ 3:36 पर्यंत ରାତି 1:13 ରୁ 3:36 पर्यंत मयूर खाना उल्लू घूमना मुर्गा शासन करना गिद्ध सोना कौवा मरना मयूर खाइबा अवस्था पेचा भ्रमण କରିବା अवस्था कुकुड़ा शासन କରିବା अवस्था गिद्ध ଶାଗୁଣା ଶୋଇବା ଅବସ୍ଥା କାଉ ମରିବା ଅବସ୍ଥା ଏ ଥିଲା ଚତୁର୍ଥ ଗତିବିଧି ଚତୁର୍ଥ ଜନ୍ମର ଗତିବିଧି ପଞ୍ଚପକ୍ଷ ମାନଙ୍କର ଶୁକ୍ଳ ପକ୍ଷ ଶନିବାର ତାର ପଞ୍ଚମ ଜନ୍ମ ହେଲା ରାତି 3:37 ରୁ ସକାଳ 6ଟା ପର୍ଯ୍ୟନ୍ତ ଶାଗୁଣାର ହେଲା ଖାଇବା ଅବସ୍ଥା କାଉର ହେଲା ଭ୍ରମଣ କରିବା ଅବସ୍ଥା ମୟୂର ହେଲା ଶାସନ କରିବା ଅବସ୍ଥା ପେଚା ହେଲା ଶୋଇବା ଅବସ୍ଥା ଆଉ मुर्गा कुकुड़ा हल्ला मरिबा अवस्था गिद्ध खाना कौवा घूमना मयूर शासन करना उल्लू सोना मुर्गा मरना ये थिला शुक्ल पक्ष रविवार ठारू शनिवार पर्यंत पंच पक्षर गतिविधि रात्र समय नेक्स्ट काली संडे क्लास रे पढ़िबा कृष्ण पक्ष पंच पक्षर गतिविधि काली आम पढ़ा काली टोटाल एटा कृष्ण पक्ष सारी दवा नेक्स्ट टॉपिक दिबा
କାଲି ପାଇଁ ଆପଣ ପୁରା ପ୍ରିପେୟାର ବସିଥିବେ ସବୁ ଲେଖିବା ପାଇଁ। ଯେତେ ଜଲ୍ଦି ସବୁ ଲେଖିବେ, ଯେତେ ଜଲ୍ଦି ଆପଣ ଲେଖିବେ ସେତେ ଜଲ୍ଦି ସରିଯିବ। ତାପରେ ନେକ୍ସଟ ଷ୍ଟେପ୍ ଥିବ ଗତିବିଧି का समय एवं बल। ସବୁ ସମୟରେ ସମସ୍ତଙ୍କର ସମାନ ଫଳ ଦିଅନ୍ତିନି। ସବୁ ସମୟରେ ଆପଣ ଯେ ରୁଲିଂ ଥିବ, ଦିନ ବେଳା ଯେମିତି ଥିବ ତା ରେଜଲ୍ଟ ଦବ, ରାତି ବେଳା ସେମିତି ଦବନି। ଡେଭିଏସନ ଆଗରୁ ଆମେ କମନଲି ପଢିଥିଲେ, ଏଠି ଡେଭିଏସନ କିଛି କିଛି ଆସିବ। କୃଷ୍ଣ ପକ୍ଷରେ ଯେମିତି ରେଜଲ୍ଟ ଆସିବ, ଶୁକ୍ଳ ପକ୍ଷରେ ସେମିତି ରେଜଲ୍ଟ ଆସିବନି। ରାତିରେ ଯୋଉ ଜନ୍ମଟା ଆସିବ, ସପୋଜ ସକାଳ ସମୟରେ, ଦିନ ସମୟରେ ଯୋଉ ରେଜଲ୍ଟ ଆସିବ, ଯେତେ ପ୍ରକାର ସକ୍ସେସ ମିଳିବ, ରାତିରେ ସେ ସବୁ ଆସିବ ନାହିଁ। ସେସବୁ ଜିନିଷ କାଲିର କ୍ଲାସ ଆମେ ଚେଷ୍ଟା କରିବା ସାରିଦେବା ପାଇଁ। ସାରିଦେଲା ପରେ କୋଉ କୋଉ ସମୟରେ କିଏ କେତେ ପରସେଣ୍ଟ ରେଜଲ୍ଟ ଦେବେ ସେଇଟା ପଢିବା। ତାପରେ ନେକ୍ସଟ ହେଲା ଯାତ୍ରା। ଜଣେ ଯଦି ଯାତ୍ରା କରୁଛି, ଯାତ୍ରା ଉପରେ କ୍ୱେଶ୍ଚିନ୍ କରୁଛି, ତାହା କରିବା। ତାପରେ ରୋଗ, ଜଣେ ରୋଗ ଉପରେ ଆସି, ଜଣେ ଡିଜିଜ ହେଇଛି, ସେ ଆସି ଆପଣଙ୍କୁ କ୍ୱେଶ୍ଚିନ୍ ପଚାରିଲା, ଡିଜିଜ ପାଇଁ ଆମେ କେମିତି ପ୍ରେଡିକ୍ସନ କରିବା। ତାପରେ ଯେକୌଣସି ପ୍ରଶ୍ନ ଆସି ପଚାରିଲା, ପ୍ରଶ୍ନ ପଚାରୁଛି, ତ ତାକୁ ଆମେ ପ୍ରେଡିକ୍ସନ କେମିତି ଦେବା। ଜଣେ ପାଖରେ କିଛି ନାହିଁ, ନା ଜାତକ ଅଛି, ନା ସମୟ ଅଛି, କିଛି ଜାଣି, ଡେଟ୍ ଅଫ ଟାଇମ ଅଫ ପ୍ଲେସ୍ ଅଫ କିଛି ଜାଣିନି। ବୁଲି ବୁଲି ଆପଣ ଆସି ପାଖରେ ପହଞ୍ଚେଇଲା, ସାର୍ ମୋ ପାଖରେ କିଛି ନାହିଁ, ମତେ ପ୍ରେଡିକ୍ସନ ଦିଅନ୍ତୁ, କରିବା। ଆଉ ଜଣକ ଖାଲି ନା ଜାଣିଛି, ଆଉ କିଛି ଜିନିଷ ଜାଣିନି, ସେଥି ଅନୁଯାୟୀ ମଧ୍ୟ ଆମେ ତାକୁ ପ୍ରେଡିକ୍ସନ ଦେଇପାରିବା, କେମିତି ପ୍ରେଡିକ୍ସନ ଦେବା ସେ ଜିନିଷ ଆସ୍ତେ 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 ପଢିବା। ତ ପଞ୍ଚ ପକ୍ଷରେ ଆଷ୍ଟ୍ରୋଲୋଜିର ଜିନିଷ ଅଧିକା ୟୁଜ ହବନି। ବିନା ଆଷ୍ଟ୍ରୋଲୋଜି ୟୁଜ କରିକି ପଞ୍ଚ ପକ୍ଷରେ ପ୍ରେଡିକ୍ସନ ୟୁଜ କରି ଆମେ ସଠିକ ଜିନିଷ କହିପାରିବା। ମନେ ରଖନ୍ତୁ, କୌଣସି ଜିନିଷ 100% କରେକ୍ଟ ନୁହେଁ। ସବୁ ସମୟରେ ସମାନ ରେଜଲ୍ଟ ଆସିବନି। ଜଣଙ୍କର ଚାଲିଛି, ଜଣଙ୍କର ପିତୃ ଦୋଷ ଅଛି, ତାକୁ ଆପଣ ଯେତେ ପ୍ରେଡିକ୍ସନ ଦେଲେ ତା ଲାଇଫରେ ବାଜିବନି। ତା ପିତୃ ଦୋଷ ଚାଲିଛି, ଭାଇ ପିତୃ ଦୋଷ ପାଇଁ କିଛି ପ୍ରତିକାର କରୁନି, କେମିତି ହବ? ଲାଇଫରେ ସେ ହଇରାଣ ହେଇ ଚାଲିବ। ପିତୃ ଦୋଷର ପ୍ରତିକାର ଯୋଉ ପର୍ଯ୍ୟନ୍ତ ନ କରୁଛି, ତାକୁ ହଇରାଣ ହବ ତ 100%। ଶନି 7.5 ଚାଲିଛି, ଶନି 7.5 ଚାଲିଛନ୍ତି, ଜଣକୁ ଆପଣ କହିବେ ନାଇଁ ତ କାମଟେ ହେଇଯିବ, ଆରେ ଭାଇ ଶନି 7.5 ସହିତ କାମ ତ କରେଇ ଦବନି, କାମ ତ କରେଇ ଦବନି। ତେଣୁ ସେଥିପାଇଁ ଆପଣ ସବୁ ଜିନିଷ ଜାଣିଥିଲେ ଦର୍ଶକ ପଚାରିକି ତୋର କଣ କଣ ଚାଲିଛି ତାକୁ ଦେଖ। ଆପଣ ଯଦି ଆଷ୍ଟ୍ରୋଲୋଜି ପଢିଲେ ତ ଆପଣ ସବୁ ଜାଣିଯିବେ। ଆଷ୍ଟ୍ରୋଲୋଜି ନ ଜାଣିଛନ୍ତି ତାହେଲେ ଆପଣ ଜାଣିବେ ତାର ଲୋକର ଏଇ ପ୍ରକାର କିଛି କିଛି ଅସୁବିଧା ଅଛି, ତେଣୁ ତାକୁ ବାବା ତୋର ସକ୍ସେସ, ଯଦି ଲାଇଫରେ ଏଇ ପ୍ରକାର ପ୍ରୋବ୍ଲେମ ଚାଲିଛି, ତାହେଲେ ତୋର ଅସୁବିଧା କିଛି ଅଛି। ଯଦି ଆପଣ ଆଷ୍ଟ୍ରୋଲୋଜି ଜାଣିଛନ୍ତି ତାହେଲେ ତ କହିପାରିବେ, ଆଷ୍ଟ୍ରୋଲୋଜି ଜାଣିନାହାନ୍ତି ଏବେ ପାଇଁ କଣ କରିବେ, ତାକୁ ଅସୁବିଧା ପଚାରିବେ। ଅସୁବିଧା ଜାଣିଲେ ଆପଣ ଜାଣିପାରିବେ ଯେ ନିଶ୍ଚୟ ଏଇଥିରେ ଶନି 7.5 ଚାଲିଥିବ, ନା ତାର କିଛି କିଛି ଦୋଷ ଥିବ। ତ ତା ପାଇଁ ଯେତିକି ଜିନିଷ ପ୍ରତିକାର ତାକୁ କହିବେ, ଏଇ ଜିନିଷ କିଛି କର, କର, ତୋର ଯୋଉ ସକ୍ସେସ ରେଟ୍ ଅଛି, ରୁଲିଂ ଥିଲେ ମଧ୍ୟ ସକ୍ସେସ ମିଳିବା। ଜଣକୁ ଶନି 7.5 ଚାଲିଛି, କ୍ୱେଶ୍ଚିନ୍ ପଚାରେ ସେମ୍ ବାରଟା ରୁଲିଂ ରେ ଅଛି, ରୁଲିଂ ଥିଲେ ମଧ୍ୟ ସକ୍ସେସ ମିଳିବ, କିନ୍ତୁ ଷ୍ଟ୍ରଗଲିଂ ରେ ମିଳିବ, ଇମିଡିଏଟଲି ମିଳିବନି, ଷ୍ଟ୍ରଗଲିଂ ରେ ମିଳିବ। ଜଷ୍ଟ 1 ମିନିଟ୍। ହ୍ୟାଲୋ। ଓକେ, ତ ଆଉ କାହାର କିଛି ପ୍ରଶ୍ନ ଅଛି, କ୍ୱେଶ୍ଚିନ୍ ଅଛି? ଆଉ କାହାର କିଛି କ୍ୱେଶ୍ଚିନ୍ ଅଛି ପଚାରନ୍ତୁ। ମୋ ଭଏସ ଆପଣଙ୍କୁ ଆସୁଛି ତ?
ସାର୍ ଆସୁଛି। ତାହେଲେ କାଲିର କ୍ଲାସରେ ଆମେ ସାରିବା ଏତକ ଜିନିଷ। ତାପରେ ରେଷ୍ଟ ଯୋଉ ଟପିକ କହିଲି ଆଗାମୀ ପାଇଁ ଏଇ ଟପିକ ଅଛି ଆମେ ଡିସ୍କସନ କରିବା। ତାପରେ ଆଉ ଅଛି ଲାଷ୍ଟ ମ୍ୟାରେଜ ମ୍ୟାଚିଂ। ମ୍ୟାରେଜ ହବ କେମିତି ଯଦି ଆପଣ ପାଖକୁ ଆସୁଛନ୍ତି ମ୍ୟାରେଜ ମ୍ୟାଚିଂ ପାଇଁ ଆସୁଛନ୍ତି ମ୍ୟାରେଜ ମ୍ୟାଚିଂ ଆମେ ମଧ୍ୟ କରିବା। ତାହେଲେ ଭିଡିଓ ଅପଲୋଡ ହେଲା ପରେ ଆପଣ ମାନେ ସମସ୍ତେ କଣ କରିବେ? ଲାଇକ୍ କରୁ, କମେଣ୍ଟ କରୁ, ସବସ୍କ୍ରାଇब କରୁ। ଚ୍ୟାନେଲ ସବସ୍କ୍ରାଇବ ନ କରିଥିଲେ ସବସ୍କ୍ରାଇବ କରିବେ। ଲାଇକ୍ ଦେବାକୁ ଜମା କେବେ ଭୁଲିବେନି। ଆପଣଙ୍କୁ ଯେମିତି ଲାଗୁଛି କମେଣ୍ଟ ଦିଅନ୍ତୁ। ଅର୍ କିଛି ଆଉ ଚାହୁଁଛନ୍ତି ଆଉ କିଛି ଜିନିଷ ଜାଣିବା ପାଇଁ କମେଣ୍ଟ ମଧ୍ୟ କରିପାରିବେ। ଆଉ ସେୟାର ଗୋଟେ ଗୋଟେ ହଁ କରିବେ। ଯେତେ ସେୟାର କରିବେ ସେତେ ଭଗବାନ ଆପଣଙ୍କୁ ସବୁ ପ୍ରକାର ଜିନିଷ ଆପଣଙ୍କ ସହିତ ସେୟାର କରିବେ। ଆପଣ ଭଲ କରିବେ। ଆପଣ ଯଦି କିଛି ପୁଣ୍ୟ ଅର୍ଥରେ ଗୋଟେ ସେୟାର ଯଦି କରୁଛନ୍ତି କାହା ଯଦି ପଠଉଛନ୍ତି ତାଙ୍କର ଯଦି ଦରକାର ସିଏ ମଧ୍ୟ ବେନିଫିଟ ପାଇପାରିବେ। ଆପଣ ମଧ୍ୟ କିଛି ପୁଣ୍ୟ ଅର୍ଜନ କରିପାରିବେ। ଆପଣଙ୍କ ଗୁରୁଙ୍କ ପାଇଁ ଯଦି ଆପଣ କିଛି ଜିନିଷ କରୁଛନ୍ତି ତାହେଲେ ଗୁରୁଙ୍କ ଆଶୀର୍ବାଦ ଆପଣଙ୍କ ପାଖରେ ମଧ୍ୟ ସବୁବେଳେ ରହିବ। ଆଉ ଗୁରୁଙ୍କ ଆଶୀର୍ବାଦ ରହିଲେ ଆପଣ ଲାଇଫରେ ଯେତେ ଅସୁବିଧା ଥିଲେ ମଧ୍ୟ ଭଗବାନ ଆପଣଙ୍କ ଆଶୀର୍ବାଦ ଦ୍ୱାରା ଆପଣ ସେ ଅସୁବିଧାରୁ ସୁବିଧାକୁ ଫେରି ପାରିବେ। ଓକେ ଦେନ୍ ଆଜି ପାଇଁ ଏତେ। ଜୟ ଜଗନ୍ନାଥ। ନମସ୍କାର। ନମସ୍କାର ନମସ୍କାର।